ଚାଇନା ରେ 1950 ଦଶକରେ ଗୋଟେ ବହୁତ ବଡ ଡ୍ୟାମ ତିଆରି ହେଇଥିଲା। ସେ ଡ୍ୟାମ ରେ ଏତେ ଜୋରେ ପାଣି ପଡିଲା ବା ଫ୍ଲୋ ଟାକୁ ସେ ଅଟକେଇ ଦେଲା ଯୋଉଥିରେ ପୃଥିବୀର ଘୂର୍ଣ୍ଣନଟା 1 ମିନିଟ କମିଗଲା। ମୁଁ ଗୋଟେ ପୁଅ ପିଲାକୁ ବହୁତ ଭଲ ପାଉଛି କିନ୍ତୁ ଆମ ଭିତରେ କୌଣସି କାରଣରୁ ବହୁତ ଝଗଡା ହେଇଗଲା। ସେ ମୋ ନମ୍ବର ବ୍ଲକ୍ କରିଦେଲା ଆଉ ମୁଁ ତା ସହିତ କୌଣସି କଣ୍ଟାକ୍ଟ ରଖିପାରୁନି। ମୁଁ ତା ବିନା ବଞ୍ଚି ପାରିବିନି। ବ୍ଲାକ୍ ମ୍ୟାଜିକ ରିଏଲ ଏହା ଅଛି। ଗୋଟେ ପ୍ରେତାତ୍ମାକୁ ବାନ୍ଧିକି ଆଣିଲି, ତା କହିଲେ ଯେ ତୁ ମୋ ପାଇଁ ଏଇ କାମ କର। ସେ କିନ୍ତୁ ସେଇ ଯୋଉ କାମ କରିବ ତା ପ୍ରତିବଦଳରେ ସେ ତ ଆପଣଙ୍କୁ କିଛି ନା କିଛି କାମ ନବ। ଆପଣଙ୍କ ଘରୁ ମୁଣ୍ଡ ନେଇ ଯାଇପାରେ, ଆପଣଙ୍କ ଘରୁ ରକ୍ତ ନେଇ ଯାଇପାରେ, କାରଣ ସେ ଆପଣଙ୍କ ପାଇଁ କାମ କରୁଛି। ମାନେ ଯଦି କିଛି କାହାକୁ ଯଦି ମାନେ ବ୍ଲାକ୍ ମ୍ୟାଜିକ କି ସେମିତି କିଛି ଇଫେକ୍ଟ ପକା ହଉଥିବ ତାହେଲେ ସେ ଯଦି ଜଣେ ଜାଣିବ କେମିତି? ହଁ, ଜଣା ପଡିଯିବ କେତେ ଗୁଡେ ଜିନିଷ ଅଛି। ମୁଁ ତାର ଗୋଟେ ବହୁତ ଭଲ ସରଳ ଉପାୟ କହୁଛି। ନିୟତିକୁ ଆକ୍ସେପ୍ଟ କରନ୍ତୁ। ଯଦି ବୟଫ୍ରେଣ୍ଡ ଗାର୍ଲଫ୍ରେଣ୍ଡ ତମ ସହିତ କଥାବାର୍ତ୍ତା ହଉନି ତାହେଲେ ତାର ଅନ୍ୟ ଉପାୟ ଅଛି। ଫାଇଣ୍ଡ ଆଉଟ୍ ଏ ସଲ୍ୟୁସନ, ହ୍ୱାଟ ଇଜ ଦ ରିଜନ ବିହାଇଣ୍ଡ ଇଟ୍। କଣ ପାଇଁ ତମ ଭିତରେ ମିସଅଣ୍ଡରଷ୍ଟାଣ୍ଡିଂ ହେଲା, ଝଗଡା ହେଲା, ବା ଆଷ୍ଟ୍ରୋଲୋଜିକାଲି ସେଟା ଯଦି କିଛି କରାଯାଇପାରେ ତା ଅର୍ଥ ନୁହେଁ ଯେ তুমি ତନ୍ତ୍ର ବଦଳରେ ବା ବ୍ଲାକ୍ ମ୍ୟାଜିକ ବଦଳରେ ଜଣଙ୍କୁ ଯାଇକି ତ ଫୋର୍ସିବଲି କଥାବାର୍ତ୍ତା କରେଇବ। ଜ୍ୟୋତିଷ ଶାସ୍ତ୍ର କଣ? ଏଇ ଜ୍ୟୋତିଷ ଶାସ୍ତ୍ର ଆପଣମାନେ ଜାଣିବାକୁ ଚାହୁଁଛନ୍ତି କି ଜ୍ୟୋତିଷ ଶାସ୍ତ୍ର କଣ, କେମିତି ଏହାର ଉପଚାର ମିଳେ, କାହା ପାଖରେ ଆମେ ଏହାର ପ୍ରପର ଉପଚାର ପାଇପାରିବା? ତ ଆଜି ଆମ ପାଖରେ ଜଣେ ଅଛନ୍ତି ଜ୍ୟୋତିଷ ଶାସ୍ତ୍ର ଏକ୍ସପର୍ଟ ମଙ୍ଗଲମୟ ଆଚାର୍ଯ୍ୟ। ଚାଲନ୍ତୁ ଏହି ଭିଡିଓ ମାଧ୍ୟମରେ ଆମେ ଜ୍ୟୋତିଷ ଶାସ୍ତ୍ର ବିଷୟରେ କିଛି ଜାଣିବା ଆଉ ତାଙ୍କଠୁ କିଛି ଛୋଟ ଛୋଟ ଉପଚାର ନେବା। ସାର୍ ନମସ୍କାର। ସାର୍ କେମିତି ଅଛନ୍ତି? ନମସ୍କାର, ମୁଁ ବହୁତ ଭଲ ଅଛି। ଆପଣ ଏଇ ଯୋଉ ଟିକିଏ ଆଗରୁ କହିଲେ ଆଷ୍ଟ୍ରୋଲୋଜି ଏକ୍ସପର୍ଟ, ମୁଁ ଆପଣମାନଙ୍କୁ ଜଣାଇ ରଖେ ଯେ ମୁଁ ଆଷ୍ଟ୍ରୋଲୋଜି ଏକ୍ସପର୍ଟ ନୁହେଁ। ଆଷ୍ଟ୍ରୋଲୋଜି ହେଉଛି ଗୋଟେ ବହୁତ ଭାଷ୍ଟ ସବଜେକ୍ଟ। ତା ଭିତରୁ ହୁଏତ ମୁଁ ସମୁଦ୍ରର ସଂଖ୍ୟା ଜାଣିଥିଲା ଭଳିଆ ମୋ ନଲେଜ। ଆଜ୍ଞା। ତେଣୁ ସେଇ ଯୋଉ କମ୍ ନଲେଜ, ସେଇ କମ୍ ନଲେଜ ଜରିଆରେ ଆପଣମାନଙ୍କୁ ଆପଣମାନଙ୍କର ଅସୁବିଧାକୁ ଦୂରୀଭୂତ କରିବା ପାଇଁ ଚେଷ୍ଟା କରେ। ଆଉ ଦ୍ୱିତୀୟ କଥା ହେଲା ନିଜ ନଲେଜକୁ ଅପଗ୍ରେଡ କରିବା ପାଇଁ ପ୍ରତିଦିନ କିଛି ନା କିଛି ଆଷ୍ଟ୍ରୋଲୋଜି ବିଷୟରେ ବା ଜ୍ୟୋତିଷଶାସ୍ତ୍ର ବିଷୟରେ ପଢୁଥାଏ। ବିଗତ 20 ବର୍ଷ ଧରି ପଢି ଆସୁଛି, ପ୍ରାକ୍ଟିସ କରି ଆସୁଛି ଏବଂ ନିଜକୁ ଅପଗ୍ରେଡ କରି ଆସୁଛି। ଏହା ହଉଛି ମୋ ଜିନିଷ। ତେଣୁ ମତେ ଏକ୍ସପର୍ଟ ବୋଲି ଦୟାକରି କୁହନ୍ତୁ ନାହିଁ। ସାର୍ ଆପଣ ଯେହେତୁ ରିସର୍ଚ୍ଚ ଜାରି ଅଛି ତ ତାହେଲେ ଆମେ କହିବି ପାରିବା ଯେ ଆମେ ଆପଣଙ୍କ ତୁଳନାରେ ବହୁତ କମ ତ ସେଥିପାଇଁ ଆପଣ ଆମଠୁ ଏକ୍ସପର୍ଟ, ତ ସେଥିପାଇଁ ଯାହାହେଲେ ବି ଆପଣଙ୍କଠୁ ଆମେ କିଛିଟା ଜ୍ଞାନ ପହଞ୍ଚେଇବୁ ଅଡିଏନ୍ସଙ୍କ ପାଖରେ। ତ ସେଥିପାଇଁ ଆମେ ଆପଣଙ୍କୁ ଏକ୍ସପର୍ଟ ବୋଲି ଆମ ମାଇଣ୍ଡରେ ଆମେ ଭାବି ଦେଇଛୁ। ତ ସେଥିପାଇଁ ଆମେ ଏକ୍ସପର୍ଟ ହିଁ କହିବୁ ଆପଣଙ୍କୁ। ସାର୍ ମାନେ ଆମେ ଷ୍ଟାର୍ଟ କରିବା ଆଗରୁ ଆମେ ଜାଣିବାକୁ ଚାହିଁବୁ ସାର୍ ଆଷ୍ଟ୍ରୋଲୋଜି ଟା କଣ ଏକ୍ଜାକ୍ଟଲି, ସେଟା କଣ, ଆଉ ମାନେ ଡେଲି ଲାଇଫରେ କି ମାନେ କାହାର ଗୋଟେ ଲାଇଫ ଷ୍ଟାର୍ଟ ହବା ପୂର୍ବରୁ କି କିଛି ବି ଗୋଟେ ପ୍ରୋବ୍ଲେମ ଆସୁ କି କଣ ହଉ, ସମସ୍ତେ ଆଷ୍ଟ୍ରୋଲୋଜିକୁ ସମସ୍ତେ ଖୋଜିଥାନ୍ତି। ତ ଆଷ୍ଟ୍ରୋଲୋଜି ଟା କଣ ଏକ୍ଜାକ୍ଟଲି? ଦେଖନ୍ତୁ, ଆମେ ଯୋଉ ସମୟରେ ଜନ୍ମ ନେଲେ ଠିକ ସେଇ ସମୟରେ ଗ୍ରହ ମାନଙ୍କର ଅବସ୍ଥିତି କଣ ଅଛି ଏବଂ ନକ୍ଷତ୍ର ମାନଙ୍କର ଅବସ୍ଥିତି କଣ ଅଛି। 27 ନକ୍ଷତ୍ର 12 ଗ୍ରହ ତାଙ୍କର କଣ କେମିତି, ନବଗ୍ରହ ତାଙ୍କର କେମିତି 12 ରାଶି ତାଙ୍କର ସମ୍ମିଳିତ ଭାବରେ ଯୋଉ ସେମାନେ ଅଛନ୍ତି ସେଇ ସମୟରେ, ସେଇଟାକୁ ଆମେ କହୁ ଯେ ଜାତକ। ବା ସେଇ ଜାତକଟା ହଉଛି ଏମିତି ଗୋଟେ ବ୍ଲୁ ପ୍ରିଣ୍ଟ ଯେ ଆପଣ ଜନ୍ମ ହେଇସାରିଲା ପରେ ଆପଣଙ୍କର ଚନ୍ଦ୍ରମା କୋଉ ଜାଗାରେ ଅଛି, ସୂର୍ଯ୍ୟ କୋଉ ଜାଗାରେ ଅଛି, ଲଗ୍ନଟା କୋଉ ଜାଗାରେ ଅଛି, କୋଉ ନକ୍ଷତ୍ରରେ ଅଛି, ଏଇ ସବୁ ଏଇ ବ୍ଲୁ ପ୍ରିଣ୍ଟଟା ତିଆରି ହେଇଥାଏ। ଏଇ ବ୍ଲୁ ପ୍ରିଣ୍ଟକୁ ନେଇକି ଆମେ ମାନେ ପଢୁ ବା ତାକୁ ଦେଖିକି ଆପଣଙ୍କ ବିଷୟରେ କିଛିଟା ଜିନିଷ କହିବା ପାଇଁ ଚେଷ୍ଟା କରୁ। ତେଣୁ ଫର ଏକ୍ସାମ୍ପଲ ଏଇ ଗ୍ରହ ସହିତ ଏଇ ଗ୍ରହର ମିଶିକି ଥିବା ସମୟରେ ଏଇଆ ହେଇଥାଇପାରେ ବା ଏଇଆ ହବାର ଚାନ୍ସେସ୍ ଅଛି। এইটা হচ্ছে আস্ট্রোলজি ଆପଣ କହିପାରିବେ ବେସିକାଲି। ତେଣୁ ଏଇଟା ସମସ୍ତଙ୍କର ଜନ୍ମ ହଉଛନ୍ତି, ସମସ୍ତଙ୍କର ବ୍ଲୁ ପ୍ରିଣ୍ଟ ତିଆରି ହଉଛି, ସମସ୍ତଙ୍କର ନକ୍ଷତ୍ର ମାନଙ୍କର ପ୍ଲେସମେଣ୍ଟ ଅଛି। এইটা ଭାରତୀୟ ଆଷ୍ଟ୍ରୋଲୋଜି ବିଷୟରେ। ଆଉ ପାଶ୍ଚାତ୍ୟ ଆଷ୍ଟ୍ରୋଲୋଜି କଣ କରେ
ନା ଏଇ ଯୋଉ ଆମର ନବଗ୍ରହ ଅଛି ଏ ନବଗ୍ରହ ବାଦ ବି ସେମାନେ କେତେ ଗୁଡେ ଆମ ପାଖରେ କେତେ ଗୁଡେ ଗ୍ରହାଣୁ ଅଛନ୍ତି, କେତେ ଗୁଡେ ପ୍ଲାନେଟ ମାନଙ୍କର ଚନ୍ଦ୍ର ଅଛନ୍ତି, ସେମାନଙ୍କୁ ବି ସେମାନେ ତାକୁ ନେଇକି ଗଣନା କରିଥାନ୍ତି। ଆଜ୍ଞା କିନ୍ତୁ ବେସିକ ପ୍ରଥମ ହଉଛି ଆମ ବୈଦିକ ଆଷ୍ଟ୍ରୋଲୋଜି। ଆଜ୍ଞା ବୈଦିକ ଆଷ୍ଟ୍ରୋଲୋଜି ବାଦ ସେମାନେ ଅଧିକା ରିସର୍ଚ୍ଚ କରିକି ଏ ବିଷୟରେ ଅଧିକା ଅଳ୍ପ ଅଳ୍ପ ଆଣିଛନ୍ତି ଆଜ୍ଞା ଏବଂ ଆଜି ବି ସେମାନେ ରିସର୍ଚ୍ଚ କରି କରି ଚାଲିଛନ୍ତି। ଚାଲିଛନ୍ତି। ଫର ଏକ୍ସାମ୍ପଲ ଆପଣ ଜାଣିଥିବେ ଚାଇନାରେ 1950 ଦଶକରେ ଗୋଟେ ବହୁତ ବଡ ଡ୍ୟାମ ତିଆରି ହେଇଥିଲା। ଆଜ୍ଞା ସେ ଡ୍ୟାମ ରେ ଏତେ ଜୋରେ ପାଣି ପଡିଲା ବା ଫ୍ଲୋ ଟାକୁ ସେ ଅଟକେଇ ଦେଲା ଯୋଉଥିରେ ପୃଥିବୀର ଘୂର୍ଣ୍ଣନଟା 1 ମିନିଟ କମିଗଲା। ତେଣୁ ସେ ଯୋଉ 24 ଘଣ୍ଟା ମାନେ ସେ ପ୍ରକୃତରେ କହିବା ପାଇଁ ଗଲେ 23 ଘଣ୍ଟା 59 ମିନିଟ ହେଇଗଲା। ଆଚ୍ଛା ପ୍ରକୃତରେ 24 ଘଣ୍ଟା ନୁହେଁ, ଆଚ୍ଛା ଏଇ ଟାଇପ ର। ହଁ। ତେଣୁ ଏ ପ୍ରତି ମୁହୂର୍ତ୍ତରେ କାଲକୁଲେସନ ହଉଛି, ପ୍ରତି ମୁହୂର୍ତ୍ତରେ ଆପଣ ତାକୁ ରିସର୍ଚ୍ଚ କରୁଛନ୍ତି। ଆଜ୍ଞା ଆଜ୍ଞା ତେଣୁ ଯାହାର କାଲକୁଲେସନ ଯେତେ, ଯୋଉ ସଫ୍ଟୱେୟାର କାଲକୁଲେସନ ଯେତେ ପରଫେକ୍ଟ ସେ ସେଇ ଅନୁସାରେ ଯିବ। ବୈଦିକ ଆଷ୍ଟ୍ରୋଲୋଜିରେ ଆଗରୁ କଣ ହଉଥିଲା ନା ଜ୍ୟୋତିଷ ମାନେ ଏଫିମେରିକ୍ସ ର ବହି ଥିଲା। ଆଜି ଅମୁକ ଗ୍ରହ ଅମୁକ ନକ୍ଷତ୍ରରେ ଥିବ, ଏତିକି ଡିଗ୍ରୀରେ ଥିବ, ଏଇ ଅନୁସାରେ ଗୋଟେ ଏଫିମେରିକ୍ସ ବହି ଆସୁଥିଲା। ସେ ବହିକୁ ଦେଖିକି ଜ୍ୟୋତିଷ ମାନେ ଗଣନା କରୁଥିଲେ ଯେ ଅମୁକ ଘରେ ଅମୁକ ରାଶିରେ ଅମୁକ ଗ୍ରହ ଅଛି, ସେ ଗ୍ରହ ଏଇ ନକ୍ଷତ୍ରରେ ଅଛି, ନକ୍ଷତ୍ର ପ୍ରଥମ ପାଦରେ ଅଛି ବା ଦ୍ୱିତୀୟ ପାଦରେ ଅଛି ବା ତୃତୀୟ ପାଦରେ ଅଛି, ଏ ଅନୁସାରେ କାଲକୁଲେସନ ହଉଥିଲା, ଯୋଉଟା ଭାରି ହେକ୍ଟିକ। ଆଚ୍ଛା କିନ୍ତୁ ଆଜିକାଲି କମ୍ପ୍ୟୁଟର ଆସିଗଲାଣି, କମ୍ପ୍ୟୁଟରରେ ବହୁତ ଭଲ ଭଲ ସଫ୍ଟୱେୟାର ଆସିଲାଣି। ଆପଣ ସେଇ ସଫ୍ଟୱେୟାରରେ ଦେଖିକି ହିସାବ କରିପାରିବେ ବା ଆପଣଙ୍କୁ ସେ ଚାର୍ଟ ବାହାରି ପାରିବ। ବେଳେ ବେଳେ ଆମେ ଦେଖିଛୁ ଯୋଉ ଯୋଉ ଲୋକମାନେ ସବୁ ପୁରୁଣା ଜାତକ ତାଳପତ୍ର ଜାତକ ଆଣିକି ଆସିଛନ୍ତି ସେଥିରେ ବି ବହୁତ ଗଣନାରେ ଭୁଲ ବାହାରେ, ଆଉ କମ୍ପ୍ୟୁଟରରେ ସେଟା ଦେଖିଲା ବେଳକୁ ଠିକ ଆସେ। ଆଚ୍ଛା ଆଉ ଆପଣ ପଚାରିବେ ଯେ ଜାଳପତ୍ରର ଗୋଟେ ହିସାବ ଆସିଲା, ଆପଣଙ୍କ କମ୍ପ୍ୟୁଟରରେ ଗୋଟିଏ ହିସାବ ଆସିଲା। ନାଇଁ ନାଇଁ, ପ୍ରକୃତରେ ସେଇଟା ନୁହେଁ। ଆମେ ଗୋଟିଏ ଜାଗାରେ 5ଟା ପ୍ରକାର ସଫ୍ଟୱେୟାର ବ୍ୟବହାର କରି ଦେଖୁ, ଯୋଉଟା ଡାଉଟ ଆସେ। ଯଦି 5ଟାକ ସଫ୍ଟୱେୟାର ଗୋଟିଏ ଜିନିଷ ଦେଖେଇବ ଆଉ ତାଳପତ୍ର ଆଉ ଗୋଟେ ଜିନିଷ ଦେଖେଇବ, ତାହେଲେ ଓବିୟସଲି ଆମେ କହିବୁ ଯେ ତାଳପତ୍ରଟା ଭୁଲ, କାରଣ ସଫ୍ଟୱେୟାର ସବୁତକ ଅଲଗା ଅଲଗା କମ୍ପାନୀ ଦ୍ୱାରା ପ୍ରସ୍ତୁତ। ଆଜ୍ଞା ସେମାନଙ୍କ କାଲକୁଲେସନ ବେଶୀ ଅଥେଣ୍ଟିକ ବୋଲି ଆମେ କହିବୁ, ଯେ ବେଶୀ ମାଇନ୍ୟୁଟ ବୋଲି କହିବୁ। ଏମିତିଆ ବେସିକାଲି କହିବା ପାଇଁ ଗଲେ ଏଇ ସବୁର ପାଠଟାକୁ କୁହାଯାଏ ଜ୍ୟୋତିଷ ଶାସ୍ତ୍ର। ଆଉ କଣ ଜାଣିବା ପାଇଁ ଚାହାନ୍ତି ପଚାରନ୍ତୁ। ଜନ୍ମ ପଞ୍ଜିକା ଯୋଉ ବାହାର କରା ହୁଏ, ତାଳପତ୍ର ପୋଥି କି ଯାହାବି, ତାର ଆମର ଜ୍ୟୋତିଷ ଶାସ୍ତ୍ରରେ ଯୋଉ ଗଣନା ହୁଏ ତା ସହିତ କଣ ରିଲେସନ ଆକ୍ଚୁଆଲି, ମାନେ ସେଇଟା କଣ ପାଇଁ ଦରକାର? ମୁଁ ଏଇ ଟିକେ ଆଗରୁ ଆପଣଙ୍କୁ ବୁଝେଇଲି, ମୁଁ ବୁଝିଗଲି ଆପଣଙ୍କ ପ୍ରଶ୍ନଟା। ମୁଁ ଟିକେ ଆଗରୁ ଆପଣଙ୍କୁ ବୁଝେଇଲି ଯୋଉ ସମୟରେ ସେ ପିଲାଟି ଜନ୍ମ ନେଲା, ନବଜାତକ ଜନ୍ମ ନେଲା, ସେଇ ସମୟରେ ସେଇ ଜାଗାରେ ସେଇ ଅକ୍ଷାଂଶ ଦ୍ରାଘିମା ଉପରେ କୋଉ ଗ୍ରହ କୋଉ ନକ୍ଷତ୍ର କୋଉ ରାଶିରେ ଅଛନ୍ତି ତାର ଗୋଟେ ବ୍ଲୁ ପ୍ରିଣ୍ଟ ବାହାରେ, ବା ସେ ବ୍ଲୁ ପ୍ରିଣ୍ଟ କୁ କୁହାଯାଏ ଜାତକ। ସେଇ ରାଶି ଚକ୍ରକୁ ନେଇ, ସେଇ ଲଗ୍ନ ଚକ୍ରକୁ ନେଇ ବା ସେଇ ଚନ୍ଦ୍ର ଲଗ୍ନ ଯୋଉ ଚନ୍ଦ୍ର ଜାତକକୁ ନେଇକି ଆମେ ତାର ରାଶି ତାର ନକ୍ଷତ୍ର ଗଣନା କରିଥାଉ ବା ବାହାର କରିଥାଉ। ସେଇ ଗଣନା ହିସାବରେ ହିସାବରେ ତାର ଆମେ ଜାଣିପାରିବା କଣ ହବ, ତାର କୋଉ ମହାଦଶା ଚାଲିଛି ରେ, କୋଉ ମହାଦଶାରେ ଜନ୍ମ ହେଇଛି, କୋଉ ମହାଦଶା ହବ, ସେ ବିଷୟରେ ଡିଟେଲ ଜଣା ପଡିଥାଏ। ସାର୍ ଆଉ ଗୋଟେ ଡାଉଟ ମୋର ଅଛି, ଯଦି ମୋର ଆଜି କି ନାହିଁ କିଛି ଗୋଟେ ଜନ୍ମ ପତ୍ରିକା, କି ମୁଁ ମନେ ନାହିଁ, ମୋର ତ ମନ ନାହିଁ, ମୋର ବାବା ମାମା ହିଁ କହିପାରିବେ ମୋର ଟାଇମ ଡେଟ୍ ସେଗୁଡା ସବୁ, ତାର ମୋର ଯଦି ମନେ ନାହିଁ କି ମୋର ହଜି ଯାଇଛି, ତାହେଲେ ଆମେ କେମିତି ଜାଣିପାରିବା କାହାର ରାଶି କଣ କି କଣ, ମାନେ ତାର କିଛି ଉପାୟ ଅଛି କି? ହଁ, ତାର ଉପାୟ ଅଛି, ବଡ ସାଇଣ୍ଟିଫିକ ଉପାୟ। ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଆଜ୍ଞା କୁହାଯାଏ ଅଗସ୍ତ୍ୟ ଋଷି ଏବଂ ଅନ୍ୟ କେତେକ ଋଷି ମିଶିକି ହିମାଳୟ ଯାଇଥିଲେ। ଆଜ୍ଞା ସେଠି ଶିବଙ୍କ ପାଖରେ ଶିବ ସାଧନା କରି ଶିବଙ୍କର କୃପା ଲାଭ କରି ଆଜ୍ଞା ସେ ଆସିଲେ। ସେ ବେସିକାଲି ସାଉଥରେ ତାମିଲନାଡୁ, କର୍ଣ୍ଣାଟକ, କେରଳ, ଏଇ ଏରିଆଟା, ଏଇ ଆନ୍ଧ୍ର, ଏଇ ବେଲ୍ଟରେ ଆଜ୍ଞା ସେମାନେ ଗୋଟେ ଜିନିଷ ଆରମ୍ଭ କଲେ, ତାକୁ କହିଲେ ନାଡି ଶାସ୍ତ୍ର। ନାଡି ଶାସ୍ତ୍ରରେ କଣ ହୁଏ ନା, ସେ ଆପଣଙ୍କର ବୁଢା ଆଙ୍ଗୁଠିର ଦି ବୁଢା ଆଙ୍ଗୁଠିର ଇମ୍ପ୍ରେସନ ନେବେ। ଓକେ, ଯେମିତି ଆପଣ ଆଙ୍ଗୁଠି ଟିପ ଚିହ୍ନ ଦଉନାହାନ୍ତି, ସେମିତି ଟିପ ଚିହ୍ନର ଇମ୍ପ୍ରେସନ ନେବେ। ଆଜ୍ଞା ସେ ଟିପ ଚିହ୍ନକୁ ପଢିକି ସେ ଆପଣଙ୍କୁ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚାରି ଚାଲିଥିବେ। ଆଚ୍ଛା, ଆପଣଙ୍କ ବାପାଙ୍କ ନାଁ, ଫର ଏକ୍ସାମ୍ପଲ ଆପଣଙ୍କ ବାପାଙ୍କ ନାଁ 4 ଅକ୍ଷରରେ, ଆଚ୍ଛା,
ଆପଣ ସେଠୁ ହିସାବ କରିବେ ଓଡିଆରେ ବା ଓଡିଆରେ ହିସାବ କରିବେ ଯେ ଫୋନେଟିକ୍ସ ଅନୁସାରେ ଏଇ 4 ଅକ୍ଷର ହଉଛି କି ହେଲାନି, ଆପଣ ମନା କଲେ, ସେ ପୋଥିଟାକୁ ସେ ବାହାର କରି ରଖିଦେବ। ତାପରେ ସେଠୁ କହିବେ ଆପଣଙ୍କର ଅଜାଙ୍କର ଦିଟା ସ୍ତ୍ରୀ ଥିଲେ, ପ୍ରଥମ ସ୍ତ୍ରୀ ମରି ଯାଇଥିଲେ, ସେକେଣ୍ଡ ଯୋଉ ସ୍ତ୍ରୀ ଥିଲେ ସେ ତାଙ୍କଠୁ ଆପଣଙ୍କ ମା ଜନ୍ମ। ଯଦି ସତ ହୋଇଥିବ ତାହେଲେ ଆପଣ ହଁ କହିବେ, ଆଚ୍ଛା ଯଦି ହଁ ହେଇଛି ତାହେଲେ ସେ ପୋଥିଟାକୁ ଏପଟକୁ ରଖିବେ। ପୁଣି ଆଉ ଗୋଟେ କୋଶ୍ଚିନ୍, ଏମିତି କୋଶ୍ଚିନ୍ ପଚାରି ପଚାରି 5ଟି କି 7ଟି କୋଶ୍ଚିନ୍ ପଚାରନ୍ତୁ ଯେପର୍ଯ୍ୟନ୍ତ ଆପଣଙ୍କ ପାଖରେ ହଁ ନ ହେଉଛି। ଆଚ୍ଛା ହଁ ହେଇସାରିଲା ପରେ ଏ 5ଟାକ ପୋଥିର ରେଫରେନ୍ସ ନେଇ ସେ ଆଉ ଗୋଟେ ମୂଳ ପୋଥି ବାହାର କରିବେ। ଓକେ ସେ ମୂଳ ପୋଥିରେ ଆପଣଙ୍କର ଆମୂଳଚୂଳ ବର୍ଣ୍ଣନା ଥିବ, ଆପଣ କୋଉ ସମୟରେ ଜନ୍ମ ନେଲେ, ଆପଣଙ୍କ ଜନ୍ମ ସମୟରେ କୋଉ ରାଶି, କୋଉ ନକ୍ଷତ୍ର, କୋଉ ଲଗ୍ନ, ବୃହସ୍ପତି କୋଉ ରାଶିରେ ଥିଲା, କୋଉ ନକ୍ଷତ୍ରରେ ଥିଲା, ଶନି କୋଉ ନକ୍ଷତ୍ରରେ ଥିଲା, ରାଶିରେ ଥିଲା, ପୁରା ଡିଟେଲ ବାହାରିଯିବ। ଆଚ୍ଛା ମୁଁ ତ କହୁଛି ଯଦି ଆଜିକା ଡେଟରେ ଏତେ ଆଡଭାନ୍ସ ହେଇଗଲାଣି ସାଇନ୍ସ, ଯଦି ଏଇ ତଥ୍ୟଟା ଆମେ ଯଦି କୌଣସି ଉପାୟରେ ଏଆଇ ଟେକ୍ନୋଲୋଜି ହଉ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ହଉ ବା ସୁପର କମ୍ପ୍ୟୁଟରରେ ଯଦି ଇଣ୍ଟିଗ୍ରେଟ କରିପାରିଲେ ତାହେଲେ ହୁଏତ ବହୁତ ଲୋକ ଉପକୃତ ହେଇପାରନ୍ତି। ହଁ କିନ୍ତୁ ଏଇ ଶାସ୍ତ୍ରଟାକୁ ତାଙ୍କର ଏଇଟା ପୁରୁଷ ଅନୁକ୍ରମିକ ଏଇଟା ରଖାଯାଏ, ଆଉ ସେମାନେ ଏଇ ଜିନିଷ କାହାକୁ ଶିଖାନ୍ତିନି ଏ ନାରୀ ଶାସ୍ତ୍ର। ଆଚ୍ଛା ଯୋଉମାନଙ୍କ ପାଖରେ ଅଛି ସେମାନେ ପୁରା ଷ୍ଟଞ୍ଚ ଫଲୋଅର, ନାଇଁ ଆମେ ଏଇଟା ପୁରୁଣା ତାମିଲ ଲାଙ୍ଗୁଏଜରେ ଲେଖା, ଆଜ୍ଞା ସେମାନେ ପୁରା ଗଣ୍ଠି ମାରିକି ଧରିଥାନ୍ତି ଯେ ନାଇଁ ଆମେ କାହାକୁ ଶିଖେଇବୁ ନାହିଁ, ଆଚ୍ଛା ଆଉ ବହୁତ ହ୍ୟୁଜ ପଇସା ସେମାନେ ଡିମାଣ୍ଡ କରନ୍ତି। ଏନିୱେ ଦ୍ୟାଟ୍ ଇଜ ସେପାରେଟ ଇସ୍ୟୁ। ହଁ କିନ୍ତୁ ସେମାନେ ହଁ ଆପଣଙ୍କର ଯଦି ଜନ୍ମ ସମୟ ନାହିଁ ଆପଣ ନାଡି ଶାସ୍ତ୍ର ରେଫରେନ୍ସ ବାହାର କରିକି ଆଜ୍ଞା ଆପଣ କରିପାରିବେ। ଓକେ ଆଉ ଗୋଟେ ବୈଦିକ ଆଷ୍ଟ୍ରୋଲୋଜିରେ ଆଉ ଗୋଟେ ଜିନିଷ ଅଛି ନଷ୍ଟ ଜାତକ। ନଷ୍ଟ ଜାତକ ଯେ ଜାତକ ନଷ୍ଟ ହେଇଯାଇଛି ପଢି ପାରୁନି, ସେ ଜାଗାରେ ବହୁତ କୋଶ୍ଚିନ୍ ପଚାରିକି ଇଏ କରାଯାଏ, ବହୁତ ସମୟ ସାପେକ୍ଷ, ସେଥିରେ ବି ବାହାରେ। କିନ୍ତୁ ତା ଅଥେଣ୍ଟିସିଟି ଆଉ ନାଡି ଶାସ୍ତ୍ରର ଅଥେଣ୍ଟିସିଟି ଭିତରେ ମୁଁ କହିବି ନାଡି ଶାସ୍ତ୍ରର ଅଥେଣ୍ଟିସିଟିଟା ଅଧିକା। ଆଜ୍ଞା ପ୍ରେଡିକ୍ସନ ବିଷୟରେ ମୁଁ ଯାଉନାହିଁ, କିନ୍ତୁ ଜନ୍ମ ସମୟ ଏବଂ ଚାର୍ଟ ଏଇ ଯୋଉଟାକ ନାଡି ଶାସ୍ତ୍ରରେ ବେଶୀ ଆକ୍ୟୁରେଟ ବାହାରେ, ମୋ ଅଭିଜ୍ଞତାରୁ ମୁଁ କହୁଛି। ଆମର ଜ୍ୟୋତିଷ ଶାସ୍ତ୍ର ଉପରେ ଯୋଉ ଗଣନା କରା ହୁଏ ସେଟା ମାନେ ଯୋଉ ଆଗକୁ କଣ ଦୋଷ ଅଛି କି କିଛି ଦୁର୍ଘଟଣା ହବାରେ ଅଛି କି କିଛି ଭଲ ହବାରେ ଅଛି କି ମାନେ ସେଇ ଟାଇପ ର କିଛି ଜିନିଷ ଜଣା ପଡେ ଆଷ୍ଟ୍ରୋଲୋଜି? ବିଲକୁଲ ଜଣା ପଡିପାରେ। ପ୍ରଥମତ ହଉଛି ଆପଣଙ୍କର ଏଇନେ ମହାଦଶା କଣ ଚାଲିଛି, ଆଜ୍ଞା ଏଇ ମହାଦଶା ଚାଲିବା ଭିତରେ ଆପଣଙ୍କର କରେଣ୍ଟ ଟ୍ରାନଜିଟ ପ୍ଲାନେଟ ଗୁଡାକ କୋଉଠି କୋଉଠି ଅଛନ୍ତି, କୋଉ କୋଉ ଘରେ ମେଜର ଇମ୍ପାକ୍ଟିଂ ପ୍ଲାନେଟ ହଉଛନ୍ତି ଆପଣଙ୍କର ବୃହସ୍ପତି, ଶନି, ରାହୁ, କେତୁ, ଏମାନେ ହଉଛନ୍ତି ମେଜର ଇମ୍ପାକ୍ଟ। ଏମାନେ କୋଉ ଜାଗାରେ ଅଛନ୍ତି, କୋଉ ନକ୍ଷତ୍ରରେ ଅଛନ୍ତି। ଆଜ୍ଞା ତେଣୁ ଏଇ ଜିନିଷକୁ ନେଇ, ଏଇ ପୋଜିସନକୁ ନେଇକି, ଏଇ ଯୋଉ ମିକ୍ସ ଆଣ୍ଡ ମ୍ୟାଚ ଏଇଟାକୁ ନେଇକି ଜଣେ ପ୍ରେଡିକ୍ଟ କରିପାରିବ ହଁ ଆଗକୁ କଣ ଅଛି। କିନ୍ତୁ ଆଉ ଗୋଟେ ଜିନିଷ ମୁଁ କହିବା ପାଇଁ ଚାହୁଁଛି, ଆପଣ ଯଦି ଆପଣଙ୍କର ଖରାପଟା ଜାଣିଲେ, ଆପଣ ଜାଣି ସାରିଲା ପରେ ମନରେ ଗୋଟେ ଡର ବସିଯାଏ, ଆପଣ ସେଟାକୁ ମ୍ୟାନିଫେଷ୍ଟ କରନ୍ତି, ସବୁବେଳେ ତା ବିଷୟରେ ଚିନ୍ତା କରେ, ଆରେ ମୋର ତ ଆକ୍ସିଡେଣ୍ଟ ହବାର ଥିଲା, ମୋର ତ ଆକ୍ସିଡେଣ୍ଟ ହବାର ଥିଲା। ଆପଣ ବିଶ୍ୱାସ କରିବେନି, ଆପଣ ଯୋଉଟାକୁ ମ୍ୟାନିଫେଷ୍ଟ କରିବେ ସେଇ ଜିନିଷଟା ପ୍ରକୃତରେ ଆପଣଙ୍କ ଲାଇଫରେ ଘଟିଯାଏ। ଆଚ୍ଛା ତେଣୁ ମୋ କହିବା କଥା ହେଲା ଯୋଉଟା ଜିନିଷଟା ଆପଣଙ୍କ ଲାଇଫରେ ହବାର ଅଛି ଯଦି ଜାଣିଲେ ଦୁର୍ଘଟଣା, ହଁ ବେଟର ଆପଣ ଜାଣିକି ସାମ୍ୟକ ଭାବରେ ଜାଣିକି ସେଟା ମନରୁ ବାହାର କରିଦିଅନ୍ତୁ, ତା ବିଷୟରେ ସେ ଚିନ୍ତା କରନ୍ତୁନି, କାରଣ ଚିନ୍ତା କରି କରି ଆପଣ ସେଟାକୁ ମ୍ୟାନିଫେଷ୍ଟ କରିଦେବେ ଏବଂ ପ୍ରକୃତରେ ସେଇ ଜିନିଷ ଘଟିବ। ସେମିତି ଭଲ ଜିନିଷ ଯଦି ଜାଣୁଛନ୍ତି ତାହେଲେ ଭଲ ଜିନିଷ ପାଇଁ ବେଶୀ ଚିନ୍ତା କରନ୍ତୁ, ମ୍ୟାନିଫେଷ୍ଟ କରନ୍ତୁ, ସେଟା ଆପଣଙ୍କ ଲାଇଫରେ ଘଟିବ। ସେଟା କିଛି ମାନେ ଯଦି ମୁଁ ଜାଣିଲି ଯେ ମୋର ଜାତକ ଦେଖେଇକି ମୋର କିଛି ଅସୁବିଧା ଅଛି ଆଗକୁ, ତାର କିଛି ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ସଲ୍ୟୁସନ ବହୁତ ପ୍ରକାର ସଲ୍ୟୁସନ ଅଛି, ମନ୍ତ୍ର ହିସାବରେ ସଲ୍ୟୁସନ ଅଛି, ଯନ୍ତ୍ର ହିସାବରେ ସଲ୍ୟୁସନ ଅଛି, ଗ୍ରହରତ୍ନ ପିନ୍ଧିକି ସଲ୍ୟୁସନ ଅଛି। ଟିକେ ଡିଟେଲ୍ସ ଆପଣଙ୍କର ଯଦି କିଏ ଆସନ୍ତି ସେଇ ସମସ୍ୟାକୁ ନେଇକି, ଯେମିତି କି ତାର କିଛି ଗୋଟେ ସମସ୍ୟା ଅଛି ଏବେ ଲାଇଫରେ ହଉ କି ଫ୍ୟୁଚର ଲାଇଫରେ ହଉ, ଯାହା ବି କିଛି ସମସ୍ୟା ଅଛି, ଆପଣ କେମିତି ତାକୁ କୋଉ ଉପାୟରେ ଆପଣ ତାଙ୍କୁ ଇଏ କରନ୍ତି? ଦେଖନ୍ତୁ ଏମିତି ଯଦି ଗୋଟେ କୌଣସି ଲୋକ ଆସିଲା, ସପୋଜ ଫର ଏକ୍ସାମ୍ପଲ ଜଣେ ଆସିଥିଲେ ତାଙ୍କର ଶନି ଖରାପ ଥିଲା ଆଉ ଶନିଙ୍କର କିଛି ଇଏ ଆସ,
ତେଣୁ ସେଇ ଜାଗାରେ ମୁଁ ତାଙ୍କୁ ସଜେସନ ଦେଇଥିଲି ଆପଣ ଗୋଟେ କାମ କରନ୍ତୁ, ଆପଣଙ୍କ ଓଜନ ହିସାବରେ 800 ଗ୍ରାମ ଗୋଟା ଚୋପା ଲଗା କଳା ବିରି ଆଜ୍ଞା ଟିକେ ଶନି ମନ୍ଦିରରେ ଏ 4-5 ସପ୍ତାହ କଣ୍ଟିନ୍ୟୁଅସଲି ଦେଇ ଦିଅନ୍ତୁ। ଆଜ୍ଞା ଆକ୍ଚୁଆଲି ସେ ବ୍ୟସ୍ତ ହଉଥିଲେ ତାଙ୍କ ଟ୍ରାନ୍ସଫର ପାଇଁ, ତାଙ୍କ ପିଲାମାନେ ସବୁ ଭୁବନେଶ୍ୱରରେ ରହୁଛନ୍ତି, ଆଉ ସେ ତାଙ୍କୁ କଳାହାଣ୍ଡି ବା ସେଇପଟ ବେଲ୍ଟ ଗୋଟେ, ମୋର ଏକ୍ଜାକ୍ଟଲି ନାଁଟା ମନେ ପଡୁନି, ଲକିଲି ହଉ ବା ଆପଣ କୁହନ୍ତୁ ସେ ଜ୍ୟୋତିଷ ଶାସ୍ତ୍ର ପାଇଁ ହଉ, ଶନିଙ୍କ କୃପା ପାଇଁ ହଉ ବା ତାଙ୍କ ଭାଗ୍ୟରେ ଥିବା ପାଇଁ ହଉ, ତାଙ୍କର ଆଇ ଥିଙ୍କ 1.5 ମାସ ଭିତରେ ଟ୍ରାନ୍ସଫର ହେଇଗଲା ଆଉ ଟିକେ ପାଖକୁ, ଯଦି ବା ସେ ଘରଠୁ ଦୂରରେ ରହିବାର ଅଛି ନା ଆଉ ଟିକେ ପାଖକୁ ହେଇଗଲା, ନଟ୍ ଏକ୍ଜାକ୍ଟଲି ଭୁବନେଶ୍ୱର, ପାଖାପାଖି ହେଇଗଲା। ତେଣୁ ଏଇ ଅନୁସାରେ ପ୍ରୋବ୍ଲେମକୁ ସଲ୍ଭ କରାଯାଇପାରେ, କୌଣସି ଜିନିଷ ଅସମ୍ଭବ ନୁହେଁ। ଯଦି ଠିକ ପ୍ରୋବ୍ଲେମକୁ ଠିକ ସଲ୍ୟୁସନ ମିଳିଲା ତାହେଲେ ତା ରେଜଲ୍ଟ ଆସିପାରିବ। ଆଚ୍ଛା ତାହେଲେ ସାର୍ ମାନେ ଆମେ ଆଉ ଟିକେ ଡିଟେଲରେ ଯିବା, ଯଦି କିଛି ପ୍ରୋବ୍ଲେମ କୁ ସଲ୍ଭ କରିବା ପାଇଁ ଆମକୁ ଯେମିତି ଷ୍ଟୋନ ଥେରାପି ହଉ, ମନ୍ତ୍ର ଯନ୍ତ୍ର ଆପଣ ଯେମିତି କହିଲେ, ସେଇ ବି ସବୁ ଥେରାପି କୁ ଆପଣ ଆପ୍ଲାଏ କରନ୍ତି, ତ ସେଇଟାକୁ ଟିକେ ଆମେ ଆଉ ଟିକେ ଡିଟେଲ୍ସ ରେ ଯିବା, ଆମେ କେମିତି ତାକୁ ସେଇଟା ଲାଇଫ ରେ ଆମର ଇମ୍ପାକ୍ଟ ପକାଏ, ମାନେ କିଛି ମନ୍ତ୍ର ପାଠ କଲେ ସେଇଟା କେମିତି ଆମ ଲାଇଫ ରେ ଇମ୍ପାକ୍ଟ ପକାଏ, ଯୋଉଟା କି ଅଧିକ ହବାର ଥିବ ସେଇଟା ଛୋଟ ହେଇଯିବ। ହଁ ଦେଖନ୍ତୁ, ମନ୍ତ୍ର ଆମେ ଯାହା ଉଚ୍ଚାରଣ କରିବା, ଆଜ୍ଞା ଗୋଟେ ପ୍ରପର ରିଦିମରେ ଉଚ୍ଚାରଣ କରିବା, ତାର ଛନ୍ଦ ଅଛି, ଯେମିତି ଅନୁଷ୍ଠୁପ ଛନ୍ଦ ଇତ୍ୟାଦି ହେରିକା ଅଛି, ସେମିତି ବିଭିନ୍ନ ଛନ୍ଦରେ ତାକୁ ଉଚ୍ଚାରଣ କରାଯିବ। ଆଜ୍ଞା ସେ ଉଚ୍ଚାରଣ କଲେ ଆକ୍ଚୁଆଲି ସେଟା ହଉଛି କଣ ନା ଗୋଟେ ଫ୍ରିକ୍ୱେନ୍ସି, ଆଜ୍ଞା ଆପଣ ଗୋଟେ ଫ୍ରିକ୍ୱେନ୍ସିକୁ କ୍ରିଏଟ କରୁଛନ୍ତି। ଓକେ ସେ ଫ୍ରିକ୍ୱେନ୍ସି କୁଆଡେ ଯାଉଛି ନା ଏଇ ଇଥର ଲେୟାରରେ, ଆପଣଙ୍କ ବଡି ମାନେ ବଡିରୁ ବାହାରି ଏଇ ଇଥର ଲେୟାରରେ ଆପଣଙ୍କ ଚାରିଆଡେ ସେଟା ବିଚ୍ଛୁରିତ ହେଇଯାଉଛି। ଆଜ୍ଞା ତେଣୁ ସେଇ ଯୋଉ ଫ୍ରିକ୍ୱେନ୍ସିଟା କ୍ରିଏଟ କଲା ଇଥର ଲେୟାରରେ, ସେଇ ଆପଣଙ୍କ ପାଇଁ ହିଁ ଗୋଟେ ପ୍ରୋଟେକ୍ସନ ଲେୟାର ବନି ଯାଉଛି ଆଚ୍ଛା ଏବଂ ଆପଣଙ୍କୁ ସାହାଯ୍ୟ କରୁଛି। ହଁ, କେତେ ଜଣ ଲୋକ ତ କଣ କରନ୍ତି, ଫର ଏକ୍ସାମ୍ପଲ ହାତରେ ମାଳ ଧରିଥିବେ, ରାମ 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 ଘରଟା ହେଲାନି, ରାମ 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 ଆଜି ଖାଇବା ପାଇଁ କଣ ହଉଛି ଦେଖାଯିବ, ଏମିତିଆ କଲେ କୌଣସି ମନ୍ତ୍ର ଆଜ୍ଞା ଫଳପ୍ରଦ ହୁଏ ନାହିଁ। ତା ପାଇଁ ଗୋଟେ ନିଷ୍ଠା ଦରକାର। ଗୋଟେ ନିଷ୍ଠାର ସହିତ ମନ୍ତ୍ର କରିବେ, ନିଜେ ଜପ କରିବା ପାଇଁ। ଆଉ କେତେ ଗୋଟେ ଜାଗାରେ ରୁଦ୍ରାଭିଷେକ କୁହାଯାଏ, ଚଣ୍ଡୀ ପୂଜା କୁହାଯାଏ। ଆଜ୍ଞା ସେମିତି ନିଷ୍ଠାର ସହିତ ଯୋଉ ବ୍ରାହ୍ମଣ ଦ୍ଵାରା ଆପଣ ଯଜମାନ ହେଇ କାମ କରୁଛନ୍ତି, ଯଦି ନିଷ୍ଠାର ସହିତ ହେଲା ତାର ନିଶ୍ଚୟ ଫଳ ମିଳିବ। ଭଲ ହୁଏ। ସେମିତି ଆପଣ କହିଲେ ଷ୍ଟୋନ ଥେରାପି, ବହୁତ ଗୁଡେ ଜାଗାରେ ଷ୍ଟୋନ ଥେରାପି ସାହାଯ୍ୟ କରେ। ଯୋଉ ଗ୍ରହ, ଫର ଏକ୍ସାମ୍ପଲ ଆମେ ନର୍ମାଲ ଗୋଟେ ବେସିକ ଥିଓରି ହଉଛି 1-5-9, 1-5-9ରେ ଯୋଉ ହଉଛନ୍ତି ଶୁଭ ଦୃଷ୍ଟି ଦଉଥାନ୍ତି ଘରେ ଗ୍ରହ ମାନେ, ଏଇ ଯୋଉ ଗ୍ରହ ମାନେ ଯଦି ଭଲ ଅଛନ୍ତି, ଏଇ ଗ୍ରହ ମାନଙ୍କର ଷ୍ଟୋନ ଦେଇକି ଆମେ ତା ଭଲଟାକୁ ଉପରକୁ ଉଠେଇଦବୁ, ଆହୁରି ଭଲ ହବ। ଆହୁରି ଭଲ ହବ। ତେଣୁ ସେଇ ଅନୁସାରେ ତା ଖରାପଟା ବି କମିଯିବ, ଭଲର ଫ୍ରିକ୍ୱେନ୍ସିଟା ବଢିଗଲା, ଖରାପ ଫ୍ରିକ୍ୱେନ୍ସି କମିଗଲା, ତେଣୁ ତାକୁ ସୁବିଧା ହବ ସବୁ କାମରେ ତାଙ୍କୁ। ହଁ, ଏଇଟା ହଉଛି ଗୋଟେ ଜିନିଷ। ଆଉ ବାକି ରହିଲା ଆପଣଙ୍କ 5ଟା ଆଙ୍ଗୁଠି ପଞ୍ଚଭୂତ ସହିତ ସମାନ, ଆଜ୍ଞା ବିଭିନ୍ନ ଭୂତକୁ ରିପ୍ରେଜେଣ୍ଟ କରୁଛି। ଆପ୍ ତେଜ କି ମରୁଦ ବ୍ୟୋମ, ଯୋଉ 5ଟା ଭୂତ ଇଏ ଅଛି, 5 ଏଲିମେଣ୍ଟସ ଅଛି, ତାକୁ ରିପ୍ରେଜେଣ୍ଟ କରୁଛି। ତେଣୁ ଯୋଉ ଏଲିମେଣ୍ଟ ପାଇଁ ଆପଣଙ୍କର କମି ଯାଉଛି, ଯଦି ସେଇ ଏଲିମେଣ୍ଟ ପାଇଁ ଆପଣ ସେଇ ପ୍ରକାରର ଷ୍ଟୋନ ଟା ପିନ୍ଧିଲେ, ସେ ସେଇଟାକୁ ଇନଭାଇଟ କଲା ଏବଂ ଆପଣଙ୍କର ଭଲ ହେଲା, ଏଇ ଟାଇପର। ଆଚ୍ଛା, ତ ଯନ୍ତ୍ର ଥେରାପି, ଯନ୍ତ୍ରରେ ବେଳେ ବେଳେ କେତେ ଗୁଡେ ୱାର୍ଡସ ଲେଖାଯାଏ, କେତେ ଗୁଡେ ଶବ୍ଦ ଲେଖାଯାଏ, ବା କେତେ ଗୁଡେ ଅକ୍ଷର ଲେଖାଯାଏ, ଆଜ୍ଞା ବା କେତେ ଗୁଡେ ନମ୍ବରସ ଲେଖାଯାଏ। ଆଜ୍ଞା ଏଇ ନମ୍ବର ଏଇ ଯନ୍ତ୍ରଟି କରିସାରିଲା ତାର କିଛି ଗୋଟେ ବିଧି ଅଛି, ସେଇ ବିଧି ଅନୁସାରେ ଯେମିତି କୋଉ ଜାଗାରେ କୁଙ୍କୁମରେ ଲେଖିବ, କୋଉ ଜାଗାରେ କେଶରରେ ଲେଖିବ, କୋଉ ଜାଗାରେ ମୟୂର ଚନ୍ଦ୍ରିକାରେ ଲେଖିବ, କୋଉ ଜାଗାରେ ନିମ୍ବ କାଠିରେ ଲେଖିବ, କୋଉ ଜାଗାରେ ଡାଳିମ୍ବ କାଠିରେ ଲେଖିବ, ଆଜ୍ଞା କୋଉଠି ଗୋରଚନା ପକେଇବ, ବିଭିନ୍ନ ପ୍ରକାର ଜିନିଷ ଅଛି। ତାକୁ ସେଇ ଅନୁସାରେ ଯଦି ଆଙ୍କିକି ଆପଣ କଲେ ତାର ଗୋଟେ ପଜିଟିଭନେସ ଆସେ, ଯୋଉଟା କି ସେ ଜିନିଷଟାକୁ କାଟିଦିଏ। ମୋ କହିବା ଅନୁସାରେ ବା ମୁଁ ଦେଖିବା ଅନୁସାରେ ବହୁତ ଗୁଡେ କେସରେ ଲୋକ ଆସୁଛନ୍ତି, ବାହାଘର ବୟସ ହେଇଯାଇଛି, ବାହାଘର ଯୋଗ ଫିଟିଛି, କିନ୍ତୁ ବାହାଘର ହଉନାହିଁ। ଆଚ୍ଛା, ସେ ଜାଗାରେ ମୁଁ କେତେ ଗୋଟେ ଜାଗାରେ ବାହାଘରର ଯନ୍ତ୍ର ତାଙ୍କୁ ଦେଇ, ତାଙ୍କୁ ପିନ୍ଧେଇ କେତେ ଗୋଟେ ସେଟ ଅଫ ଉପାୟ କରାଇ ସାରିଲା ପରେ ମୁଁ ଦେଖିଛି ଯେ ସେମାନଙ୍କର ବାହାଘର ହେଇଥାଉଛି। ତେଣୁ ସବୁ ଥେରାପି ସେଇଭଳିଆ
ୱେରେ ପ୍ରପର ୱେରେ କଲେ କାମ ଦିଏ। ପ୍ରପର ନିଷ୍ଠାର ସହିତ ଆପଣ କରିବେ, ନିଶ୍ଚୟ କାମ ହବ। ସାର୍ ୟାର ଯୋଉ ଆପଣ ଯେମିତି କହିଲେ ଗୋଟେ ପ୍ରୋବ୍ଲେମ ଜଣଙ୍କର ଜାତକ ଦେଖିକି ଲାଗିଲା, ତାର କିଛି ସଲ୍ୟୁସନ ଆପଣ କଲେ, ତ ସେମିତି କିଛି ମାନେ ମୁଁ ଯଦି ଜ୍ୟୋତିଷ ଶାସ୍ତ୍ର ଜାଣିଛି ତାହେଲେ ମୁଁ ଜଣେ ଲୋକର ଯଦି ପ୍ରୋବ୍ଲେମ କିଛି କରିବାକୁ ଚାହିଁବି ତାହେଲେ କରିପାରିବି ସେମିତି, ନା ତାର ସେମିତି କିଛି ନଥାଏ? ମାନେ ହଁ, ସେମିତିଆ ବି ଶାସ୍ତ୍ର ଅଛି। ନେଗେଟିଭ ସାଇଡ ଆପଣ ଜଣଙ୍କର ଭଲ କରିବା ପାଇଁ ଚାହାନ୍ତି ଏବଂ ଜଣଙ୍କର ଖରାପ କରିବା ପାଇଁ ଚାହାନ୍ତି, ଆପଣ ଶାସ୍ତ୍ର ଅନୁସାରେ ଜଣଙ୍କର ଖରାପ ବି କରିପାରିବେ, କିନ୍ତୁ ସେଇଟା ଉଚିତ ନୁହେଁ। ଆପଣ ଇଭିନ୍ ଜ୍ୟୋତିଷ ଶାସ୍ତ୍ର ବିଷୟରେ ମୁଁ ଏହା କହିବି ଯେ ଆପଣ ଜ୍ୟୋତିଷ ଶାସ୍ତ୍ର ଦେଖିକି ସପୋଜ କାହାର ଖରାପ ହବାର ଅଛି ତାକୁ ଅଟକେଇକି ଆପଣ ତାର ଭଲ କରଉଛନ୍ତି, ସେଥିରେ ବି ପ୍ରହାରଟା ଆପଣ ନିଜେ ଖାଇବେ, ମାନେ ମାଡ଼ଟା ଆପଣ ନିଜେ ଖାଇବେ, କହିଦଉଛି। ଯାହାର ଖରାପ ଥିଲା ତାର ଭଲ କରେଇଲେ ସେ ଖରାପର ଇମ୍ପାକ୍ଟ ବି ଆପଣଙ୍କ ଉପରେ ପଡେ। ନିଶ୍ଚୟ। ଆରେ ସେଥିପାଇଁ ଜ୍ୟୋତିଷ ମାନେ ପଇସା ନିଅନ୍ତି, ପ୍ରଫେସନାଲ ହେଇଯାଆନ୍ତି, ମୋର ୟାର ସହିତ କୌଣସି ଇମୋସନାଲ ବଣ୍ଡିଂ ନାହିଁ ବା ଟଚ୍ ନାହିଁ, ମୁଁ ମୋ ପେଶା କରୁଛି, ପଇସା ନଉଛି, ଆଚ୍ଛା ବଟ୍ ଷ୍ଟିଲ୍ ଦେନ୍ ପଡେ ଆପଣଙ୍କୁ ସେଇଟାକୁ କ୍ଷମା ଯାଚନା କରି ହଟେଇବା ପାଇଁ ପଡିବ। କଣ ପାଇଁ ନା ଆପଣ ଗୋଟେ ପୃଥିବୀ ଭିତରେ ରହୁଛନ୍ତି, ଗୋଟେ କମ୍ପାକ୍ଟ ଜାଗା ବା ବ୍ରହ୍ମାଣ୍ଡ ହଉଛି ଗୋଟେ କମ୍ପାକ୍ଟ ଜାଗା। ଯାହା ବି ଏଣ୍ଡ ହେଲେ ବି ତାର ଗୋଟେ ଏଣ୍ଡ ଅଛି, ଯୋଉର ଏଣ୍ଡ ନାହିଁ ଆଟ୍ ଦ ଏଣ୍ଡ ଅଫ ଦ ଡେ ସମୱେୟାର ଦେयर ୱିଲ୍ ବି ଏଣ୍ଡ। ଏଭର ଏକ୍ସପେଣ୍ଡିଂ ବ୍ରହ୍ମାଣ୍ଡ ବୋଲି ଆମେ କହୁଛେ, ନୋ ଡାଉଟ। କିନ୍ତୁ ଏଇ ଯୋଉ ଭିତରେ ଆପଣ ରହୁଛନ୍ତି, ନିୟତି ଅଛି, ନିୟତି କରିଛି ବର୍ଷା ହବ ବୋଲି, ଆପଣ ବର୍ଷାଟାକୁ ଅଟକେଇବା ପାଇଁ ଚେଷ୍ଟା କରୁଛନ୍ତି, ତାକୁ ମନା କରିଦେଲେ ବାବା ତୁ ଯା ନା, ତୋ ଦେହ ଖରାପ ହବ, ସେ ଗଲା ନାହିଁ, ଦେହ ଖରାପରୁ ବଞ୍ଚିଗଲା। କିନ୍ତୁ ସେଇ ଯୋଉ ଦେହ ଖରାପ ହବାର ଯୋଉ ଅସୁବିଧାଟି ସେ ନିଶ୍ଚୟ ଆପଣଙ୍କ ଉପରେ ଫଳିବ, ସେଥିପାଇଁ ସାବଧାନ ଥିବେ। ଆଚ୍ଛା, ତ ସେଇଟାର ଗୋଟେ ବ୍ୟାଡ ଇମ୍ପାକ୍ଟ ବି ପଡିପାରେ। ପଡିପାରେ, କାରଣ ଆପଣ ନିୟତି ସହିତ ଖେଳୁଛନ୍ତି। ଆଚ୍ଛା ଆପଣଙ୍କୁ ପଡିବାର ଅଛି, ହଁ ଆପଣଙ୍କୁ ଜ୍ୟୋତିଷ ବାବୁ କହିଲେ ଯେ ନାଇଁ ତାଙ୍କର ଆପଣ ଏଇଆ କରନ୍ତୁ, ଆପଣ ପଡିବେନି, ଆଚ୍ଛା ତାହେଲେ ଆପଣଙ୍କ ଯୋଉ ଇମ୍ପାକ୍ଟ ହବାର ଅଛି, ନିୟତି ଯୋଉଟା ଆପଣଙ୍କୁ ଦବାର ଅଛି, ଯଦି ଆପଣ ସେଇଟାକୁ ଅଟକେଇଲେ ସେ ଆପଣଙ୍କୁ ଛାଡିଦେବ, ସେ ତ କୋଉଠି ନା କୋଉଠି ଘଟିବାର ଅଛି, ଘଟିବ। ଆଚ୍ଛା ଆଚ୍ଛା ଆଚ୍ଛା। ତ ଯେମିତି ଆମେ କଥା ହେଲେ ଯେ ଜନ୍ମ ସମୟଟାକୁ ନେଇକି ଆମେ ଗୋଟେ ଜ୍ୟୋତିଷ ଶାସ୍ତ୍ର ହିସାବରେ ଆମେ ଗୋଟେ ବାହାର କରିଥାଉ ତା ଫ୍ୟୁଚର କଣ ହବ, ସେମିତି ମୃତ୍ୟୁର ସମୟ କିଛି ଥାଏ କି, ମାନେ ଯୋଉଟା କି ଖରାପ ଆଉ ଭଲ ସେମିତି କିଛି ଥାଏ କି ତାର କୌଣସି ସମୟରେ? ଯେମିତି ଆମେ ଶୁଣିଛୁ କିଛିଟା ୱାର୍ଡ ପୁଷ୍କର ଲାଗିବା କି କିଛି ଗୋଟେ, ସେଇଟା ତାଙ୍କର ଫ୍ୟାମିଲି ଉପରେ କିଛି ଇମ୍ପାକ୍ଟ ପକାଏ କି? ଦେଖନ୍ତୁ, ପୁଷ୍କର ଲାଗିବା ବିଷୟରେ ଯାହା ମୋର କିଞ୍ଚିତ ନଲେଜ ଅଛି, ବେଶୀ ତ ନାହିଁ, ଆଜ୍ଞା ମୁଁ ଏହା କହିବି 1 ପାଦ 2 ପାଦ 3 ପାଦ। ଏଥିରେ କଣ ହୁଏ ନା ସେ କେତେ ଜଣ ଇଣ୍ଟରପ୍ରିଟ କରନ୍ତି ତାର ପାପକୁ ସେ କେତେ ଜୋର ଛାଡିକି ଯାଇଛି ଆଜ୍ଞା ତା ଫ୍ୟାମିଲି ମେମ୍ବର୍ସ ପାଇଁ। ଯଦି ପୁଷ୍କର ଲାଗିନି ତା ଫ୍ୟାମିଲି ମେମ୍ବର୍ସ ପାଇଁ କୌଣସି ଅସୁବିଧା ନାହିଁ, ଯଦି ପୁଷ୍କର ଲାଗିଛି ଆଜ୍ଞା ତାହେଲେ ତା ଫ୍ୟାମିଲି ମେମ୍ବର୍ସ ତା ମଲା ପରେ ଗାଣ୍ଟି ହେବେ ବର୍ଷେ ପର୍ଯ୍ୟନ୍ତ। ଲୋକ ଏହା କହନ୍ତି ଏଇଟା ବ୍ରାହ୍ମଣଙ୍କର ପଇସା ନବା ଚାଲ କି ଠକିକି ନବା ଚାଲ, ତା ମତେ ଜଣା ନାହିଁ। ଆଚ୍ଛା, ବଟ୍ ସେଇଟା ଥାଏ କି କିଛି ସେମିତି କିଛି ପ୍ରୋବ୍ଲେମ ଥାଏ? ଆଚ୍ଛା, ତ ଇଟ ମେ ବି ମାନେ ହେଇପାରେ, ପ୍ରୋବ୍ଲେମ ହେଇପାରେ ବି ପାରେ। ହଁ, ଓକେ। ସାର୍ ଟିକେ ଗୋଟେ ଇଣ୍ଟରେଷ୍ଟିଂ ଟପିକ ଉପରକୁ ଟିକେ ଯିବା। ନେଗେଟିଭ ଏନର୍ଜି ଆଉ ମାନେ କଣ କହିଲେ, ଯୋଉ ମଣିଷ ଆକ୍ଚୁଆଲି ମାନେ ମରିଲା ପରେ ତାର ସୋଲ ବିଷୟରେ କିଛି କହିବେ କି? ନେଗେଟିଭ ଏନର୍ଜି ଆଉ ଭୂତ ଯୋଉଟା ଆମେ କହିକି। ଦେଖନ୍ତୁ, ଭୂତ ପ୍ରେତ ଅଛନ୍ତି, ଯେମିତି ମଣିଷ ଅଛନ୍ତି ସେମିତି ଭୂତ ପ୍ରେତ ବି ଅଛନ୍ତି। ଆଜ୍ଞା ସଚରାଚର ସେମାନେ ବି ଏଇ ଜାଗାରେ ବୁଲୁଥିବେ, ଆମେ ଦେଖିପାରୁନୁ। ଦେଖିପାରୁନଥିବେ। ଆମର ଯଦି ସେତିକି ଦୃଷ୍ଟି ଶକ୍ତି ଥାନ୍ତା ବା ଭିଜନ ଥାନ୍ତା ତାହେଲେ ଆମେ ତାଙ୍କୁ ଦେଖିପାରନ୍ତେ। ମୁଁ ଗୋଟେ ଛୋଟ କଥା କହିବା ପାଇଁ ଚାହୁଁଛି, ମୋ ମାନେ ଜଣଙ୍କ ବିଷୟରେ, ସେ ମାନେ ମୋର ଜଣେ ଗୁରୁ ଟାଇପର, ବହୁତ ରିନାଉଣ୍ଡ ଲୋକ, ତାଙ୍କ ନାଁ କହିବି ନାହିଁ। ଆଜ୍ଞା ମୁଁ ତାଙ୍କଠୁ ଯେହେତୁ କିଛି ବିଦ୍ୟା ଶିଖିଛି ପରୋକ୍ଷ ଭାବରେ ପ୍ରତ୍ୟକ୍ଷ ଭାବରେ, ତେଣୁ ମୁଁ ତାଙ୍କୁ ଗୁରୁ ମାନେ। ଦିନେ ସେ ରାତି 12ଟା ପରେ ତାଙ୍କ ବୋହୂକୁ ଡାକିଲେ, ଆଜ୍ଞା ବଡ ବୋହୂକୁ। ଆଚ୍ଛା, ସେ ଲେଖା ଲେଖି କରନ୍ତି, ତେଣୁ ବଡ ବୋହୂ ଭାବିଲେ ଯେ ବାବା ବୋଧେ ଚା ବା କଣ ପିଇବେ କି କଣ, ଲେଖା ଲେଖି ତାର ଲେଟରେ କରନ୍ତି। ଡାକିଛନ୍ତି, ସେ ଉଠିକି ଆସିଲେ, ବାବା କଣ ହେଲା ନା, ମାରେ 2 କପ୍ କଫି ବନେଇଦବ। 2 କପ୍ କଫି ଖାଉ, ମୁଁ ଧରିକି ଆସ। ଡ୍ରଇଂ ରୁମକୁ ଆସିଲା ବେଳକୁ
ସେ ଭାଉଜ ଜଣକ ପୁରା ଥରିଲେ। କଣ ପାଇଁ ନା ଇଏ ବସିଛନ୍ତି, ତାଙ୍କ ସାଇଡରେ ଆଉ ଜଣେ ଲୋକ ବସିଛନ୍ତି। ସେ ଲୋକ କିଏ ନା ତାଙ୍କ ପଡୋଶୀ ଲୋକ ଯିଏ 12 ଦିନ ହେଲାଣି ମରି ଯାଇଛନ୍ତି। ଆଚ୍ଛା, ସେ ପୁରା ପାରଦ ଭଳିଆ ଧଳ ଧଳ ଦେଖା ଯାଉଛନ୍ତି, ମାନେ ସେ ଭାଉଜଙ୍କର ବର୍ଣ୍ଣନା ଯେମିତି ଥିଲା, ପାରଦ ଭଳିଆ ଢଳ ଢଳ ଦେଖା ଯାଉଛନ୍ତି। ଆଉ ଇଏ ସେଠୁ ତାଙ୍କୁ ଦେଖି କହିଲେ, ମା ତୁ ଡରୁଛୁ କି? ନା ଡରିବା ବ୍ୟସ୍ତ ନାହିଁ। ଆଉ ସେ ଅଙ୍କଲ ଆକ୍ଚୁଆଲି ଚାଲିଗଲେ ତ, ମୁଁ ନଥିଲି, ୟୁଏସ୍ ଯାଇଥିଲି। ଆଉ ସେ ମତେ ଦେଖା କରିବା ପାଇଁ ଆସିଛନ୍ତି। ତାପରେ ତ ସେ ଏ ୱାର୍ଲଡ ଛାଡିକି ଚାଲିଯିବେ, ଏ ସଂସାର ଛାଡିକି ଚାଲିଯିବେ। ଯିବା ପୂର୍ବରୁ ମୋ ସହିତ ଦେଖା କରିବା ପାଇଁ ଆସିଛନ୍ତି। ତାଙ୍କର ବହୁତ ଇଚ୍ଛା ହେଲା ଟିକେ ମୋ ସହିତ କଫି ପିଇବା ପାଇଁ। ଆଚ୍ଛା, ତ ସେଥିପାଇଁ ମା ତତେ କହିଲି ଟିକେ କଫି ଆଣିବା ପାଇଁ। ଆଉ ତୁ ଏଇଠି ରଖିଦେ, ତୁ ଯା। ତେଣୁ ଗୁରୁ ବଚନ କେବେ ଅନ୍ୟଥା ନୁହେଁ। ଯେହେତୁ ସେ ମୋର ଗୁରୁ ଏବଂ ତାଙ୍କଠୁ ମୁଁ କିଛି ଶିକ୍ଷା ଲାଭ କରିଛି, ତେଣୁ ତାଙ୍କ ସହିତ ଏ ଘଟଣା ଘଟିଛି। ତେଣୁ ମୁଁ କେବେ ଏ ଘଟଣାକୁ ଭୁଲ ମାନିନେଲି। ଆଉ ପରୋକ୍ଷ ପ୍ରତ୍ୟକ୍ଷ ଏକ୍ସପିରିଏନ୍ସରେ ବହୁତ ଭୂତ ମାନଙ୍କ ସହିତ ଭେଟ ହେଇଛି। ଆଚ୍ଛା, ଆଉ ସେ ବିଷୟରେ ସବୁ ସମୟରେ ଆଲୋଚନା କରିବାଟା ଉଚିତ। ସାର୍ ଯେମିତି ଭୂତ କଥାରୁ ମୁଁ ଆଉ ଟିକେ ଯାଉଛି ଆମର ଟପିକ ଭିତରକୁ। ସାର୍ ସେମିତି ବ୍ଲାକ୍ ମ୍ୟାଜିକ କିଛି ଥାଏ କି? ମାନେ କାହାର ଯଦି ଜନ୍ମ ପଞ୍ଜିକା ହଉ କି ମାନେ କିଛି କାହାର ଫ୍ୟୁଚର ଉପରେ ଇମ୍ପାକ୍ଟ ପକାଇ ପାରେ କି? ମାନେ ପରୋକ୍ଷ ଭାବରେ ହଉ କି ପ୍ରତ୍ୟକ୍ଷ ଭାବରେ ହଉ, ଆମେ କାହାର ମାନେ ଖରାପ ଟା ଚିନ୍ତା କରିପାରିବା କି ତା ଦ୍ଵାରା, ବ୍ଲାକ୍ ମ୍ୟାଜିକ ଦ୍ଵାରା କି କିଛି ଗୋଟେ? ବ୍ଲାକ୍ ମ୍ୟାଜିକ ରିଏଲ, ଏହା ଅଛି। ଆଚ୍ଛା, ଆପଣଙ୍କ ପିନ୍ଧିଥିବା ଡ୍ରେସ୍ ମ୍ୟାଟେରିଆଲ, ଜୋତା ଚପଲ, ଜୋତାରେ ଲାଗିଥିବା ଧୂଳି, ଆଚ୍ଛା, ବ୍ୟବହାର କରୁଥିବା ଜିନିଷ, ୟାକୁ ନେଇକି ବ୍ଲାକ୍ ମ୍ୟାଜିକ ହେଇପାରେ। କେତେ ଗୁଡେ ଜାଗାରେ ବ୍ୟବହାର ନ ହଉଥିବା ଜିନିଷ ଦ୍ୱାରା ବି ବ୍ଲାକ୍ ମ୍ୟାଜିକ ହୁଏ। ବ୍ଲାକ୍ ମ୍ୟାଜିକ ଭଲ ନୁହେଁ। ଏହା ଫୋର୍ସଫୁଲି ଗୋଟେ ଲୋକର ବିରୁଦ୍ଧରେ ବା ନେଚରର ବିରୁଦ୍ଧରେ ଗୋଟେ ଜିନିଷ କରାଯାଏ ଏବଂ ଯାହା ଫଳପ୍ରଦ ନୁହେଁ କୌଣସି ଲୋକର ହାନି ପାଇଁ, ସେଥିପାଇଁ ୟାକୁ ବ୍ଲାକ୍ ମ୍ୟାଜିକ ବୋଲି କୁହାଯାଏ। ୟାକୁ ପ୍ରାକ୍ଟିସ କରୁଥିବା ଲୋକ ଅସୁବିଧାରେ ପଡନ୍ତି, କରୁଥିବା ଲୋକ ଦି ଜଣ ଯାକ ଅସୁବିଧାରେ ପଡିବାର ଚାନ୍ସେସ୍ 99%। କିଛି ଜଣ ନିଜ ଭଲ ପାଇଁ ବି ବ୍ଲାକ୍ ମ୍ୟାଜିକ କୁ ୟୁଜ କରନ୍ତି। ହଁ, ଯୋଉ ଜାଗାରେ ବ୍ଲାକ୍ ମ୍ୟାଜିକ ୟୁଜ ହେଲା ସେ ଜାଗାରେ ନିଶ୍ଚୟ ଅସୁବିଧା ହବ ହିଁ ହବ। ତ ନିଜ ଭଲ ପାଇଁ ହଉ କି କାହାର ଖରାପ ପାଇଁ ଆପଣ ସପୋଜ ଗୋଟେ କାମ କଲେ, ଗୋଟେ ପ୍ରେତାତ୍ମାକୁ ବାନ୍ଧିକି ଆଣିଲେ, ତାକୁ କହିଲେ ଯେ ତୁ ମୋ ପାଇଁ ଏଇ କାମ କର। ସେ କିନ୍ତୁ ସେଇ ଯୋଉ କାମ କରିବ ତା ପ୍ରତିବଦଳରେ ସେ ତ ଆପଣଙ୍କୁ କିଛି ନା କିଛି କାମ ନବ। ଆପଣଙ୍କ ଘରୁ ମୁଣ୍ଡ ନେଇ ଯାଇପାରେ, ଆପଣଙ୍କ ଘରୁ ରକ୍ତ ନେଇ ଯାଇପାରେ, କାରଣ ସେ ଆପଣଙ୍କ ପାଇଁ କାମ କରୁଛି। ସେ ତ ପ୍ରତିଦିନ ଯେମିତି ହେଲେ କିଛି ନବ। ଏ ସଂସାରଟା ହଉଛି କଣ? ଗିଭ୍ ଆଣ୍ଡ ଟେକ୍ ରିଲେସନସିପ। ଆପଣ ବଡି ଥାଉ ବା ବଡି ନଥାଉ, ଆପଣଙ୍କର ଆଦତ ରହିବ ଗିଭ୍ ଆଣ୍ଡ ଟେକ୍। ଆଚ୍ଛା, ତ ତେଣୁ ଯେତିକି ସେ ଆପଣଙ୍କ ପାଇଁ ଭଲ ହେଇକି କାମ କରିବ, ସେତିକି ଅସୁବିଧା ଆପଣଙ୍କ ଫ୍ୟାମିଲିରେ କରିବ। ତ ସେଇଟାକୁ ବହୁତ କରି ଆଭଏଡ କରିବାଟା ବେଟର ବୋଲି ଆମେ ଭିଉଅର୍ସ କୁ କହିବୁ। ଭଗବାନଙ୍କ ପ୍ରତି ହାତ ଯୋଡିକି ଯେତେ ଭଲରେ ପ୍ରାର୍ଥନା କରିବେ ସେତେ ଭଲ। ମୁଁ ଏକ୍ସାମ୍ପଲ ଗୋଟେ ଦଉଛି, ମୁଁ ବଡେଇକି କହୁନି, ବଡ କଥା କହୁନି। ମୁଁ କାଲି ପରଦିନ କଟକରୁ ଭୁବନେଶ୍ୱର ଆସୁଥିଲି, ବହୁତ ଜୋରେ ଖରା ହଉଥିଲା। ଗୋଟେ ଭଗବାନଙ୍କର ଛୋଟିଆ ମନ୍ତ୍ର ଅଛି, ମୁଁ ସେ ମନ୍ତ୍ର କହିବି, ଭଗବାନ ଖାଲି ମୋ ପାଇଁ ଏତିକି ଟିକେ କରିଦିଅନ୍ତୁ, ଟିକେ ଛାଇ ଟିକେ କରିଦିଅନ୍ତୁନି, ରାସ୍ତାଟା ବହୁତ ଖରା ହଉଛି। ଆଜ୍ଞା ବିଶ୍ୱାସ କରିବେନି କି ଅଧଘଣ୍ଟେ ଘରୁ ପହଞ୍ଚିଲା ପର୍ଯ୍ୟନ୍ତ, ଗୋଟେ ଜାଗାରୁ ଆଉ ଗୋଟେ ଜାଗା ପହଞ୍ଚିଲାର 10 ମିନିଟ୍ ପୂର୍ବରୁ ଟିକେ ଛାଇଆ କଲା, ମୋତେ ଟିକେ କମ୍ଫର୍ଟେବୁଲ ଲାଗିଲା। ତେଣୁ ଭଗବାନ ନାହାନ୍ତି କାହିଁକି? ନିଶ୍ଚୟ ଅଛନ୍ତି, ଆପଣଙ୍କ କଥା ଶୁଣୁଛନ୍ତି। ଆମେ ଭଗବାନଙ୍କୁ କାହିଁକି ନ ଡାକିବା? ଯେ ଆମର ଭଗବାନଙ୍କୁ କଣ ପାଇଁ ନ ଡାକିବେ? ଆପଣଙ୍କ କାମ ପାଇଁ କଣ ପାଇଁ ଦରକାର ଗୋଟେ ଇଭିଲ ସ୍ପିରିଟ କୁ ଡାକି ଆଉ ଜଣଙ୍କର ଖରାପ କରିକି ବ୍ଲାକ୍ ମ୍ୟାଜିକ କରିକି ଆପଣ ଇଏ କରିବେ? ମାନେ ଯଦି କିଛି କାହାକୁ ଯଦି ମାନେ ବ୍ଲାକ୍ ମ୍ୟାଜିକ କି ସେମିତି କିଛି ଇଫେକ୍ଟ ପକା ହଉଥିବ, ତାହେଲେ ସେ ଯଦି ଜଣେ ଜାଣିବ କେମିତି? ହଁ, ଜଣା ପଡିଯିବ କେତେ ଗୁଡେ ଜିନିଷ ଅଛି। ମୁଁ ତାର ଗୋଟେ ବହୁତ ଭଲ
ସରଳ ଉପାୟ କହୁଛି। ଆଜ୍ଞା ଆପଣ ପାଳଙ୍ଗ ଶାଗ, ମୂଳା ଶାଗ, ତାପରେ କୋଶଳା ଶାଗ ଏଗୁଡା ମାର୍କେଟରେ ମିଳେ। ଆଜ୍ଞା ଯିଏ ଡାଉଟ୍ କରୁଥିବ ତାପରେ ବ୍ଲାକ୍ ମ୍ୟାଜିକ ହେଇଛି ବୋଲି, ଏଇ ହରା ଶାଗ ମାନେ ଗ୍ରୀନ ଶାଗ, ଏଇ ସବୁଜ ପତ୍ର ବାଲା ପରିବା ଆଜ୍ଞା ତା ମୁଣ୍ଡ ଉପରେ ରଖି ରାତିରେ ଶୋଇବ ଆଜ୍ଞା ଏବଂ ସକାଳେ କଣ କରିବ ନା ସେଇ ଶାଗ ତକ ନେଇକି ଗାଈକୁ ଦେଇଦବ। ଯଦି ଗାଈ ବିନା ଦ୍ୱିଧାରେ ଖାଇଦେଲା ତାହେଲେ ତାର ଗ୍ରହ ଜନିତ ପ୍ରୋବ୍ଲେମ ଅଛି। ଆଚ୍ଛା ଯଦି ଗାଈ ଶୁଙ୍ଗି ଦେଇ ପଳେଇଲା ତାକୁ ଖାଇଲାନି ତାହେଲେ ଜାଣିବେ ତାର ଉପରେ କିଛି ବ୍ଲାକ୍ ମ୍ୟାଜିକ ବ୍ଲାକ୍ ମ୍ୟାଜିକ ଥିବାର ସମ୍ଭାବନାଟା ଅଧିକ। ତାହେଲେ ତାକୁ ଆମେ ଟ୍ୟାକେଲ କେମିତି କରିବା, ମାନେ ବ୍ଲାକ୍ ମ୍ୟାଜିକ କୁ ଯଦି କାହାର ହେଇଛି ତାକୁ ଆମେ କେମିତି ନିବାରଣ କରିବା, କୋଉ ଉପାୟରେ? ସେଇ କିଛି ପୂଜା ହଉ କି ତା ପାଇଁ କିଛି, ଯେମିତି ଆମର ଷ୍ଟୋନ ଥେରାପି ଅଛି, ଯନ୍ତ୍ର ଥେରାପି ଅଛି, ତା ପାଇଁ କିଛି ପୂଜା ହଉ କି କିଛି ତାର ଉପାୟ ଅଛି କି? ମୁଁ ଏଠି ଗୋଟେ ବଢିଆ କ୍ୱେଶ୍ଚିନ୍ ଟେ ପଚାରିଲେ। ଆଜିକାଲି ଇଣ୍ଟରନେଟ ର ଯୁଗ, ଆଜ୍ଞା ଗୁଗୁଲ ଆଡ ର ଯୁଗ। ଲୋକ ଟାଇପ କରିଦେଲେ ଗୁଗୁଲରେ ରିମୁଭ ବ୍ଲାକ୍ ମ୍ୟାଜିକ, ସେ ଆସିଗଲା। କଣ୍ଟାକ୍ଟ ଅନ୍ ଦିସ୍ ନମ୍ବର, ଆଚ୍ଛା ଆପଣ ଫୋନ କଲେ, ସେଠୁ ଉତ୍ତର ଦେଲେ ଯେ ହଁ ଆସନ୍ତୁ ଆସନ୍ତୁ ଆମେ କରିଦେବୁ, ଆମେ ଫୋନରେ କରିଦେବୁ। ଭଲ କଥା, କରିଦିଅନ୍ତୁ। ଏଇ ପରିପ୍ରେକ୍ଷୀରେ ମୁଁ ଗୋଟେ ଏକ୍ସାମ୍ପଲ ଦେବା ପାଇଁ ଚାହୁଁଛି। ଆଜ୍ଞା ମୋ ପାଖକୁ ଗୋଟେ କଲ୍ ଆସିଲା, ରାଉରକେଲା, ବୋଧହୁଏ ରାଉରକେଲାର କଲ୍ ଜଣେ ଝିଅ ପିଲା କରିଥିଲେ। ଆଜ୍ଞା ମୁଁ ପଚାରିଲି କଣ କରୁଛନ୍ତି ନା, ମୁଁ 10th ରେ ପଢୁଛି, ଆଜ୍ଞା ମୁଁ ଗୋଟେ ପୁଅ ପିଲାକୁ ବହୁତ ଭଲ ପାଉଛି, କିନ୍ତୁ ଆମ ଭିତରେ କୌଣସି କାରଣରୁ ବହୁତ ଝଗଡା ହେଇଗଲା। ସେ ମୋ ନମ୍ବର ବ୍ଲକ୍ କରିଦେଲା ଆଉ ମୁଁ ତା ସହିତ କୌଣସି କଣ୍ଟାକ୍ଟ ରଖିପାରୁନି। ମୁଁ ତା ବିନା ବଞ୍ଚି ପାରିବିନି। ଆରେ ମା ତୁ ଖରାପ ହେଇଗନି, ୟୁ ଆର୍ କ୍ୱାଇଟ୍ ଜୁନିୟର ଟୁ ମି। ଆଉ ଦେଖ, ଯଦି ଇଫ୍ ଦ୍ୟାଟ୍ ପର୍ସନ ଇଜ ଫର୍ ୟୁ, ଡେଫିନେଟଲି ୟୁ ୱିଲ୍ ଗେଟ୍ ଦ୍ୟାଟ୍ ପର୍ସନ। ଲ ଅଫ ନେଚର ସେ ଲୋକକୁ ଆଣି ତମ ପାଖରେ ପହଞ୍ଚେଇ ଦବ। ଯଦି ସେ ଲୋକ ତମ ପାଇଁ ନୁହେଁ ତାହେଲେ ସେ ତମଠୁ ଦୂରେଇ ଦବ। ଭେରି ସିମ୍ପଲ। ଆଉ ନା ସାର୍ ଆପଣ କିଛି ବ୍ଲାକ୍ ମ୍ୟାଜିକ କରିପାରିବେ କି? କାହିଁ ନା କିଛି ମନ୍ତ୍ର ଅଛି? She started asking me in this way. ବୋଲି ମାରେ ମନ୍ତ୍ର ଅଛି, ବ୍ଲାକ୍ ମ୍ୟାଜିକ ଅଛି, but it cost much. ନା ସାର୍ ଆପଣ ମତେ ହେଲ୍ପ କରିପାରିବେ? ମୁଁ କହିଲି ନା ରେ ମା, ମୁଁ ତତେ ହେଲ୍ପ କରିପାରିବି ନାହିଁ। ଏନିୱେ ତୁ ଭଗବାନଙ୍କୁ ଡାକେ, କଣ ଡେଭଲପମେଣ୍ଟ ହେଲା ମତେ ଜଣେଇବି। ତାର 7-8 ଦିନ ପରେ ସେ ଝିଅଟି ମତେ ଆଉ ଥରେ ଫୋନ କଲା। ମୁଁ ତ ନମ୍ବର ସେଭ୍ କରିନଥିଲି, କଲ୍ ଆସିଲା, ଉଠେଇଲି। ସାର୍ ଆପଣ ମନା କରିଦେଲେ, ରାଜସ୍ଥାନରୁ ଜଣେ କଲ୍ ଉଠେଇଲେ, ମୋଠୁ ସେ ପିଲାର ନମ୍ବର ନେଲେ, ଆଉ ମତେ କହିଲେ 40,000 ଟଙ୍କା ଟ୍ରାନ୍ସଫର କର, ଆଉ ସେ ପିଲା ତତେ କଲ୍ କରିବ। ମୁଁ 40,000 ଟଙ୍କା ପଠେଇଲା ପରେ ମତେ ସେ ନମ୍ବରରୁ ମିସ୍ କଲ୍ ଆସିଥିଲା, ଆଉ ମିସ୍ କଲ୍ ଆସି କଟିଗଲା। ଆଉ ତାପରେ ସେ ମତେ ଫୋନ କଲେ, ଦେଖିଲୁ ମୋ ତନ୍ତ୍ର ସାଧନାର ସାମର୍ଥ୍ୟ। ସେ ଯଦି ମିସ୍ କଲ୍ କରିଦେଲା, ଆଉ 2 ଲକ୍ଷ ଟଙ୍କା ଦେ, ପୁରା କଲ୍ କରି କଥା ହବ। ଆପଣ ମାନେ ବିଶ୍ୱାସ କରିବେନି, ଦେୟାର ଇଜ ଏ ସଫ୍ଟୱେୟାର, ଆପଣଙ୍କ ଆଣ୍ଡ୍ରଏଡ ସଫ୍ଟୱେୟାର ଗୋଟେ ଅଛି। ଆପଣ ଯଦି ନମ୍ବର ପକେଇଦେବେ ଜଣଙ୍କର, ସେ ଆପଣଙ୍କ ନମ୍ବରଟାକୁ ସାଡୋ କରିକି ସେଇ ନମ୍ବରରୁ ଆପଣଙ୍କ ପାଖକୁ ହ୍ୱାଟ୍ସଆପ କଲ୍ ଯିବ, ହ୍ୱାଟ୍ସଆପ କଲ୍ ଭଳିଆ କଲ୍ ଯିବ। ତ ସିଏ ସେମିତି କରିକି ଠକେଇବାକୁ ଚେଷ୍ଟା କଲା, ଯେମିତି କରି। ଆଜ୍ଞା, ସେ ଝିଅ 2 ଲକ୍ଷ ଟଙ୍କା ତାକୁ ଦବାକୁ ଥିଲା, ମାନେ ବସିଥିଲା। ଆଚ୍ଛା ମା ଏମିତିଆ ହୁଏନି, ସେ ତମଠୁ ନମ୍ବର ନେଇଛି ନା? ହଁ ନମ୍ବର ନେଇଛି। ଦେଖ ପୁଣି ଚେଷ୍ଟା କର ତା ସହିତ କଥା, ବଟ୍ ଡୋଣ୍ଟ ଗିଭ୍ ମନି। ତ ବ୍ଲାକ୍ ମ୍ୟାଜିକ କୁ ଭଲ କରିବା ପାଇଁ ବା ବ୍ଲାକ୍ ମ୍ୟାଜିକ କରିବା ପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି, ବ୍ଲାକ୍ ମ୍ୟାଜିକ ଯିଏ ଜାଣେ, ଯିଏ କରେ, ସେ ଏମିତି ଆମ ମାନଙ୍କ ଭଳିଆ ଏମିତି ସବୁବେଳେ ମାର୍କେଟରେ ଆଭେଲେବୁଲ ନଥାଏ। ଆଚ୍ଛା ବା ସେମାନେ ଆପଣଙ୍କଠୁ ଏତେ ପଇସା କେବେ ନେବେନି। ये तो पूरा ठक ୟାଙ୍କ ଝାନ୍ସାରେ ପଡନ୍ତୁ ନାହିଁ। ନିୟତିକୁ ଆକ୍ସେପ୍ଟ କରନ୍ତୁ।
better. ଯଦି ବୟଫ୍ରେଣ୍ଡ ଗାର୍ଲଫ୍ରେଣ୍ଡ ତମ ସହିତ କଥାବାର୍ତ୍ତା ହଉନି ତାହେଲେ ତାର ଅନ୍ୟ ଉପାୟ ଅଛି। ଫାଇଣ୍ଡ ଆଉଟ୍ ଏ ସଲ୍ୟୁସନ, ହ୍ୱାଟ ଇଜ ଦ ରିଜନ ବିହାଇଣ୍ଡ ଇଟ୍। କଣ ପାଇଁ ତମ ଭିତରେ ମିସଅଣ୍ଡରଷ୍ଟାଣ୍ଡିଂ ହେଲା, ଝଗଡା ହେଲା, ବା ଆଷ୍ଟ୍ରୋଲୋଜିକାଲି ସେଟା ଯଦି କିଛି କରାଯାଇପାରେ ତା ଅର୍ଥ ନୁହେଁ ଯେ ତୁମେ ତନ୍ତ୍ର ବଦଳରେ ବା ବ୍ଲାକ୍ ମ୍ୟାଜିକ ବଦଳରେ ଜଣଙ୍କୁ ଯାଇକି ଫୋର୍ସିବଲି କଥାବାର୍ତ୍ତା କରେଇବ। ଆଜି ସପୋଜ ସେ ବ୍ଲାକ୍ ମ୍ୟାଜିକ ଜାଣିଛି ଫୋର୍ସିବଲି ତମ ସହିତ କଥାବାର୍ତ୍ତା କରେଇଦେଲା, ଆଜ୍ଞା। ଯୋଉଦିନ ଏ ବ୍ଲାକ୍ ମ୍ୟାଜିକ କଟିଗଲା ସେଦିନ ସେ ତମଠୁ ଦୂରେଇ ଯିବ। ବ୍ଲାକ୍ ମ୍ୟାଜିକ ମାନେ କଣ, ଆପଣ ଯୋଉ ଜିନିଷଟାକୁ ଚାହୁଁଛନ୍ତି ଅଭିଷ୍ଟ ସାଧନ ହେଇପାରୁନି, ଆପଣ ତାକୁ ଜବରଦସ୍ତି ଟାଣିକି ଆଣୁଛନ୍ତି, ହଁ ସେଟାକୁ ଆପଣ ତନ୍ତ୍ର ସାଧନ ବଳରେ କରଉଛନ୍ତି। ଦ୍ୟାଟ୍ ଇଜ ହ୍ୱାଟ ଇଜ ବ୍ଲାକ୍ ମ୍ୟାଜିକ। ହଁ ତେଣୁ ମୁଁ ଆପଣଙ୍କୁ ଗୋଟେ ଛୋଟ ଉଦାହରଣ ଦଉଛି। ଆଜ୍ଞା ଗୋଟେ ଲୋକ ଯାଇକି ଭଗବାନଙ୍କୁ କହିଲା କି ଭଗବାନ ସମସ୍ତଙ୍କୁ ମର୍ସିଡିଜ ଗାଡି ଦଉଛ ଚଲେଇବା ପାଇଁ, ମୋର ବି ଇଚ୍ଛା ହଉଛି ମତେ ଗୋଟେ ଚଲେଇ। ସେଠୁ ପୁଣି କିଛି ଦିନ ପରେ ବୈଷ୍ଣୋଦେବୀ ଗଲା, ଯେମିତି ମାଙ୍କୁ କହିଲା ମା ମତେ ଏମିତି ଗାଡିଟେ ଦରକାର, ମର୍ସିଡିଜ ଗାଡିଟା ହେଲା ଭଲ। ପୁଣି କେଦାରନାଥ ଗଲା, ଯାଇକି ଭଗବାନ କହିଲା ମୋର ବହୁତ ଇଚ୍ଛା ମର୍ସିଡିଜ ଗାଡି। ଭଗବାନ ତାକୁ ଲାଷ୍ଟକୁ ତାପରେ ତଥାସ୍ତୁ କରିକି ତାକୁ ଗୋଟେ କୌଣସି ନା କୌଣସି ସୋର୍ସରୁ ଗୋଟେ ଗାଡି ମିଳିଗଲା, ମର୍ସିଡିଜ ଗାଡି ମିଳିଗଲା। ଆଜ୍ଞା କୋଉଠି ନା କୌଣସି ଉପାୟରେ ବ୍ୟବସ୍ଥା କରି ତାପରେ ଗାଡି ଚଲିଲା, ଆକ୍ସିଡେଣ୍ଟ ହେଲା, ମରିଗଲା। ତାର ସେ ବିରୁଦ୍ଧରେ ଗଲା ବୋଲି ସେଥିପାଇଁ ତାଙ୍କୁ ପନିଶମେଣ୍ଟ ମିଳିଲା ସେଇଥିପାଇଁ। ଆଚ୍ଛା ସାର୍ ନିୟତିକୁ ଆକ୍ସେପ୍ଟ କରନ୍ତୁ। ବେଟର। ଯଦି ବୟଫ୍ରେଣ୍ଡ ଗାର୍ଲଫ୍ରେଣ୍ଡ ତମ ସହିତ କଥାବାର୍ତ୍ତା ହଉନି ତାହେଲେ ତାର ଅନ୍ୟ ଉପାୟ ଅଛି। ଫାଇଣ୍ଡ ଆଉଟ୍ ଏ ସଲ୍ୟୁସନ, ହ୍ୱାଟ ଇଜ ଦ ରିଜନ ବିହାଇଣ୍ଡ ଇଟ୍। କଣ ପାଇଁ ତମ ଭିତରେ ମିସଅଣ୍ଡରଷ୍ଟାଣ୍ଡିଂ ହେଲା, ଝଗଡା ହେଲା, ବା ଆଷ୍ଟ୍ରୋଲୋଜିକାଲି ସେଟା ଯଦି କିଛି କରାଯାଇପାରେ ତା ଅର୍ଥ ନୁହେଁ ଯେ ତୁମେ ତନ୍ତ୍ର ବଦଳରେ ବା ବ୍ଲାକ୍ ମ୍ୟାଜିକ ବଦଳରେ ଜଣଙ୍କୁ ଯାଇକି ଫୋର୍ସିବଲି କଥାବାର୍ତ୍ତା କରେଇବ। ଫ୍ୟାମିଲି ମାନେ ହଜବେଣ୍ଡ ୱାଇଫ, ଆଜ୍ଞା ଜେନେରାଲି ହଜବେଣ୍ଡ ୱାଇଫଙ୍କ ଭିତରେ ଝଗଡା ହୁଏ, ଯେତେବେଳେ ସେଟା ବହୁତ ଆକ୍ୟୁଟ ହେଇଯାଏ ସେତେବେଳେ ପରସ୍ପର ସହିତ କଥାବାର୍ତ୍ତା ହୁଅନ୍ତିନି, ଭୁଲ ବୁଝାମଣା ହୁଏ ଏବଂ ତାପରେ ଡିଭୋର୍ସ ଆଡକୁ, ଅନପ୍ଲିଜେଣ୍ଟ ୱେ ଆଡକୁ ଯାଏ। ଆଜ୍ଞା ତା ପୂର୍ବରୁ ଗୋଟେ ଛୋଟ ଯନ୍ତ୍ର ଅଛି, ଯଦି ଆପଣ କେତେବେଳେ ମୋ ସହିତ କଣ୍ଟାକ୍ଟ କଲେ ତାହେଲେ ସେ ଯନ୍ତ୍ର ଅଛି। ସେ ଯନ୍ତ୍ରରେ ଆପଣ ଗୋଟେ ଗଛରେ ବାନ୍ଧିଦେଲେ ସେ ଫଳପ୍ରଦ ହେଇଛି, ବହୁତ ଲୋକଙ୍କ ପାଖରେ ମୁଁ ଦେଖିଛି ଫଳପ୍ରଦ ହେଇଛି, ଆଜ୍ଞା ବ୍ୟବହାର କରିପାରିବେ। ଆଜ୍ଞା ଆଉ ବାକି ରହିଲା ଯେମିତି କାହାର ବୁଧ ମହାଦଶା ଖରାପ ଅଛି, ଆଜ୍ଞା ବୁଧ ମହାଦଶା ମାନେ ବୁଧ ଖରାପ ଅଛି, ବୁଧ ମହାଦଶା ଚାଲିଛି, ଯୋଉଟା କି ପେନଫୁଲ ହବ। ହଁ 2 ମୁଠା ଗଜାମୁଗ ସକାଳୁ ଉଠି ଗାଈକୁ ଖାଇବା ପାଇଁ ଦେଇଦେବେ। ଆଜ୍ଞା ନହେଲେ ଗୋଟେ ଗ୍ରୀନ କଲର ର ଡ୍ରେସ, ମାନେ ପୁରା ଶାଢୀ ସାୟା ବ୍ଲାଉଜ ଇତ୍ୟାଦି ପୁରା କିଣିକି ଆଣିବେ, ଚୁଡ଼ି ଫୁଡ଼ି ସବୁ ବିନ୍ଦି ଘରିକି ଆଣିବେ ଏବଂ ତାକୁ ନେଇକି ଟ୍ରାନ୍ସଜେଣ୍ଡର ଗୋଟେ କାହାକୁ ବୁଧବାର ଦିନ ଦେଇଦେବେ। ହଁ ଏମିତି ହେଲେ ମହାଦେଶର ଇଏ ରିଷ୍ଟ କଟିଯାଏ ବହୁତ ଜାଗାରେ। ଆଜ୍ଞା। ଆଉ ନହେଲେ ଭଗବାନଙ୍କ ଶରଣ ଛଡା ଆଉ କିଛି ଭଲ ଜିନିଷ ନାହିଁ। ନାହିଁ ଆଉ କେତେ ଗୁଡେ ଜାଗାରେ ହନୁମାନ ଚାଳିଶା ପଢିବା ଦରକାର। ଛୋଟ ଛୋଟ ଜିନିଷରେ ଘରେ କଳହ ହଉଛି, ହନୁମାନ ଚାଳିଶା ଟିକେ ପଢନ୍ତୁ। ସେ ସବୁ ଜିନିଷର କିଛି ନା କିଛି ପଜିଟିଭ ଜିନିଷ ଅଛି, ହଁ। ତେଣୁ ଏଗୁଡା କିଛି କିଛି କମେଇଦବ। ଆଜ୍ଞା। ବାକି ରହିଲା ପ୍ରପର ଆନାଲିସିସ୍ କରିସାରିଲା ପରେ ଯାହା ତା ପାଇଁ ସୁଇଟେବଲ ହବ ସେଟା କୁହାଯାଏ। ତାହେଲେ ହଁ ଆଚ୍ଛା, ତ ଆମେ ଯାହାବି ପର୍ସନାଲ କ୍ୱେଶ୍ଚିନ୍ ସାର୍। ମାନେ ଏଇ ଯୋଉ ମଝେ ମଝେ ସ୍ୱପ୍ନ ଦେଖିଲା ବେଳକୁ ମାନେ ବହୁତ ଗୁଡେ ଏପଟ ସେପଟ ସ୍ୱପ୍ନ ଆସେ। ମୁଁ ଥରେ ଦେଖିଥିଲି ଏବେ ରିସେଣ୍ଟ ବାଘ ଗୋଡଉଥିଲା, ସେମିତି ହେଇକି ମାନେ ମୋ ଭାଇର ମୋର ଅଛୁ, ବାଘ ଗୋଡଉଥିଲା, ତାପରେ ମୁଁ ବାଡିରେ ବାଡଉଛି, ସ୍ୱପ୍ନ ଭାଙ୍ଗିଗଲା। ସେଇ ଟାଇପ ମାନେ ଏମିତି କିଛି ସ୍ୱପ୍ନ ଯୋଉ ଆସେ ସେଗୁଡାକ କିଛି ଇଫେକ୍ଟ ବେଳେ ଅଛି? ବେଳେ କଣ ହୁଏ, ସବକନସିୟସ ମାଇଣ୍ଡରେ କୌଣସି ଘଟଣା ଯୋଉଟାକୁ ଆମେ ଦେଖିଥାଉ ସେଟା ଯେତେବେଳେ ସବକନସିୟସ ମାଇଣ୍ଡରେ ଆସେ, ନିଦ ପତଳା ହେଲା ବେଳକୁ ସ୍ୱପ୍ନ ଆକାରରେ ଆସେ। ଆଜ୍ଞା ପ୍ରାରବ୍ଧ ମାନେ ଆମେ ପୂର୍ବ ଜନ୍ମରେ କଣ ହେଇଛି ସେକୁ ନେଇକି ବି କିଛି ଜିନିଷ ସ୍ୱପ୍ନରେ ଆସେ। ଆଚ୍ଛା ଆଉ କେତେ ଗୋଟେ ସ୍ୱପ୍ନ ଆମକୁ ଫ୍ୟୁଚର ବିଷୟରେ ସିମ୍ବଲାଇଜ କରେ। ଇଣ୍ଡିକେଟ କରେ। ଫର ଏକ୍ସାମ୍ପଲ, ସପୋଜ ଜଣେ କହିଲା ଯେ ମତେ ସାପ ସ୍ୱପ୍ନ ଦେଖେନି, ସାପ ତା ଫ୍ୟୁଚର ପ୍ରେଜେଣ୍ଟ କରୁଛି ଯେ ଆପଣଙ୍କ ଫ୍ୟାମିଲି ଏକ୍ସପାନସନ ହବାର ଅଛି। ମାନେ ଯଦି ଜଣେରୁ 2 ଜଣ ହେଇକି ଆପଣ ହୁଏତ ବାହା ହବାର ଅଛି, ବା ଯଦି ବିବାହିତ କପଲ ଅଛନ୍ତି ଆପଣଙ୍କର ପିଲା ହବାର ଅଛି, ଆଚ୍ଛା। ଏଇ ଟାଇପ ର ବି ତ ବହୁତ ଜଣ ବି Symbolically ଅଛି। ଭୁଲ ଧାରଣା ଥାଏ ଯେ ସାପ ସ୍ୱପ୍ନ ଦେଖିଲେ ବୋଧେ ଆମେ କଣ ଗୋଟେ ପାପ କରୁଛୁ ଯାଇକି। କେତେ ଜଣ ଲୋକ ଦଉଛନ୍ତି ଶିବ ମନ୍ଦିର ସୋମବାର ଦିନ ଯେ ଠାକୁରଙ୍କ ଉପରେ ଟିକେ ପାଣି ଚଢେଇ ଦେବା, କାଳେ କଣ ପାପ କରିଛେ ଭୁଲ କରିଛେ।
ତ ସେଇଟା ସେଇ ତାହେଲେ କିଛି ଗୋଟେ ଇଣ୍ଡିକେଟ ଥାଏ ଯେ ହଁ ଏହା ପଛରେ କିଛି ନା କିଛି ଇଣ୍ଡିକେସନ ଇନଫର୍ମେସନ ଥାଏ। ଯାହାର କିଛି ଅସୁବିଧା ହଉଛି ଯେମିତି କି କାହା ହାତରେ ଧନ ରହୁଛି କାହା ହାତରେ ରହୁନି, ତ ସେମାନଙ୍କ ପାଇଁ ମାନେ ଧନ ବୃଦ୍ଧି ପାଇଁ କିଛି ଟିପ୍ ଦେବେ କି ଯେ ଆମେ ସେଟାକୁ ଟିକେ ଫଲୋ କରିବୁ? ସରି, ବସ୍ତୁବାଦୀ ସମାଜରେ ଧନର ପ୍ରୟୋଜନ ବହୁତ ଅଧିକା, ଆଜ୍ଞା ନୋ ଡାଉଟ। ଆଜ୍ଞା ଟିପ୍ସ ହିସାବରେ ଚାହୁଁଛନ୍ତି ପ୍ରତିଦିନ ଦହି ଲଗେଇ ଗାଧାନ୍ତୁ, ଆଜ୍ଞା ଧନ ଆଗମନର ସ୍ରୋତ ଖୋଲିଯିବ, ଆଜ୍ଞା ପ୍ରଥମ ଜିନିଷ। ଆଜ୍ଞା କିନ୍ତୁ ୟା ଛଡା ଆପଣଙ୍କ ଜାତକକୁ ଭଲ କି ଦେଖେଇ ନିଅନ୍ତୁ। ଆଜ୍ଞା ଜାତକକୁ ଦେଖେଇଲେ ଧନ ନ ଆସିବାର ବା ଆସିବା ପଥରେ କିଏ ଅବଷ୍ଟାକଲ କରୁଛି, ଆଜ୍ଞା କଣ ଚାଲିଛି, ପ୍ରକୃତରେ ଆପଣଙ୍କ ପାଇବାର ଯୋଗ ଅଛି ନା ନାହିଁ, ଆଜ୍ଞା ଏ ସବୁ ଜିନିଷ ଜଣା ପଡିଯିବ ବା ୟା ଅନୁସାରେ ପ୍ରତିକାର କରିବା ପାଇଁ ସୁବିଧା ହବ। ଆଜ୍ଞା ଯେମିତି ଆପଣ ହାର୍ଟ ସ୍ପେଶାଲିଷ୍ଟ ପାଖକୁ ଗଲେ ଛାତିଟା କାଟୁଛି ବୋଲି କହିଲେ, ସେ କଣ କରିବ? ପ୍ରଥମେ ଇସିଜି କରିବ, ଦେଖିବ ଇସିଜି ରେ କିଛି ପ୍ରୋବ୍ଲେମ ଆସୁଛି କି ନାହିଁ, ଇକୋ କାର୍ଡିଓଗ୍ରାମ କରିବ, ଇକୋରେ ଦେଖିବ ଯେ ଆପଣଙ୍କ ହାର୍ଟର ଫଙ୍କସନାଲିଟି ଠିକ ଅଛି କି ନାହିଁ, ତାପରେ ଟିଏମଟି କରିବ, ଆପଣଙ୍କୁ ଟ୍ରେଡମିଲ ରେ ଦୌଡେଇକି ହାର୍ଟର ମାପ ନବ ଠିକ ଆସୁଛି କି ନାହିଁ। ଆଜ୍ଞା ଆଜ୍ଞା ଯଦି ସବୁତକ ଠିକ ଆସୁଛି ତାହେଲେ ଠିକ ଅଛି, ଆଜ୍ଞା। ଯଦି କୋଉଥିରେ ପ୍ରୋବ୍ଲେମ ଅଛି ତାହେଲେ ସେଇ ଅନୁସାରେ ଟ୍ରିଟମେଣ୍ଟ କରିବ। ତେଣୁ ସେଇ ଠିକ ସେମିତିଆ ଆପଣ ଆପଣଙ୍କ ଜାତକକୁ ଦେଖେଇକି କନସଲ୍ଟ କରନ୍ତୁ, ସେଇଥିରେ ହେଲେ ଜଣା ପଡିବ ଯେ ପ୍ରକୃତରେ କଣ ଜିନିଷଟା ଦରକାର, ଯୋଉଥିପାଇଁ ଆପଣଙ୍କୁ ମିଳିବା ପାଇଁ ଆଉ ସୁବିଧା ହବ। ତ ସବୁ ଜିନିଷର ଆପଣ ଯେମିତି କହିଲେ ସବୁ ଜିନିଷର ଉପାୟ ପାଇଁ ଆମକୁ ପ୍ରଥମେ କୌଣସି ଗୋଟେ ଭଲ ଜାତକ ବିଚାରକଙ୍କ ପାଖରେ ଆମକୁ ଜାତକ ଦେଖେଇବାର ଅଛି, ନିଶ୍ଚୟ। ଆଉ ଜାତକର ସଲ୍ୟୁସନ କିଛି ବାହାର କରିକି ସେଇ ସଲ୍ୟୁସନକୁ ଆମକୁ ଆଗକୁ ସଲ୍ୟୁସନ ରେ ହିଁ ଆମକୁ ଆଗକୁ ବଢିବାର ଅଛି। ଆଜ୍ଞା, ତ ସେଇ ହିସାବରେ ଆମେ ଆଶା କରୁଛୁ ଆମ ଭିଉଅର୍ସ ବି ବହୁତ ସାରା ଟିପ୍ସ ସାର୍ଙ୍କଠୁ ପାଇଥିବେ। ଆଉ ସାର୍ ଆମେ ଆପଣଙ୍କୁ ରିକ୍ୱେଷ୍ଟ କରିବୁ ଦୀପଦା ଆମ ଚ୍ୟାନେଲ ବିଷୟରେ କହିବା ପାଇଁ। ଦେଖନ୍ତୁ ଏକ୍ସପେରିମେଣ୍ଟ ଚ୍ୟାନେଲ ବହୁତ ଇନୋଭେଟିଭ ଜିନିଷ ଆରମ୍ଭ କରୁଛି, ଆଉ ଆପଣ ମାନେ ଆମମାନଙ୍କୁ ସବୁବେଳେ ଦେଖିବେ, ଆଉ ଚ୍ୟାନେଲକୁ ଲାଇକ୍ ସବସ୍କ୍ରାଇବ କରନ୍ତୁ, ଆଉ ସେୟାର ବି କରନ୍ତୁ, ବହୁତ ଭଲ। ଆପଣଙ୍କ ମାନଙ୍କୁ ବି ନଲେଜ ବଢିବ ଏବଂ ଆପଣ ମାନେ ଯାହାକୁ ସେୟାର କରିବେ ତାକୁ ବି ନଲେଜ ବଢିବ। ଲାଇକ୍ ସବସ୍କ୍ରାଇବ କଲେ ଯେତେବେଳେ ନୂଆ ନୂଆ ପଡକାଷ୍ଟ ଆସିବ ବା ନୂଆ ନୂଆ କ୍ଲିପିଂସ ଆସିବ ସେତେବେଳେ ଆପଣ ଜାଣିପାରିବେ। ନମସ୍କାର। ଆପଣ ମାନଙ୍କ ମନରେ ଯଦି କିଛି କନଫ୍ୟୁଜନ କି କ୍ୱେଶ୍ଚିନ୍ ବି ଥାଏ ତ ଆପଣ କମେଣ୍ଟ ସେକ୍ସନରେ ଆମକୁ କ୍ୱେଶ୍ଚିନ୍ ପଚାରନ୍ତୁ, ଆମେ ସାର୍ଙ୍କଠୁ ସଲ୍ୟୁସନ ଆଣିବାକୁ ନିହାତି ଭାବରେ ଚେଷ୍ଟା କରିବୁ। ଆଉ ଆପଣମାନେ ସାର୍ଙ୍କ ପାଖକୁ ବି ଯାଇକି ନିଜର ଜାତକ କୁ ଦେଖେଇକି କିଛିଟା ସଲ୍ୟୁସନ ବି ଆପଣ ଆଣିପାରିବେ। ତାର ଡିଟେଲ୍ସ ବି ଆମେ ଆମର ଡେସ୍କ୍ରିପସନରେ ଦେଇଦେଇଛୁ।